सो हेलो एवरीवन। आज आम देखा ओडिशा पुलिस एसआई मैथमेटिक्स प्रैक्टिस सेट है। आउ तमर तुम ऑलरेडी जानी एसआई एग्जाम रे केतोटा क्वेश्चन कौन पड़ुची आ एग्जाम पैटर्न भी तुम जानी है। मुझे किसी कहबी आलोचना करी यूट्यूब रे मध्य बहुत वीडियो अच्छी जो थे कौन तुम सिलेबस आ एग्जाम पैटर्न कौन रही तुम जानी ऑलरेडी। आउ तुम केतोटा 35 ରୁ 30ଟା बोधे मैथ क्वेश्चन आसुची आउ ଆଉ କଣ 35 ରୁ 30ଟା ମ୍ୟାଥ କ୍ୱେଶ୍ଚିନ୍ ଆସୁଛି। ଯଦି ତମେ ମୋର ସବୁ ଯାକ ଲେକ୍ଚର ଆମେ ତ ଲେକ୍ଚର ଅଲରେଡି 20 ରୁ 25 ଲେକ୍ଚର କରିବା ହେଲା। ଯଦି ତମେ ସବୁ ଯାକ ଲେକ୍ଚର ତମର ମାନେ ମୋ ଭିଡିଓ ଦେଖିକି ଯାଉଛ ତାହେଲେ ତମେ ସବୁ ଯାକ ଠିକ କରିକି ଆସିବ ହେଲା। ତ ଚାଲ ଡେରି କରିବାନି ଷ୍ଟାର୍ଟ କରିବା ଆଜିର କ୍ୱେଶ୍ଚିନ୍। ଫାର୍ଷ୍ଟ କ୍ୱେଶ୍ଚିନ୍ କଣ ରହିଛି ଦେଖ। ଏଇଟା ତମର ଏସଆଇ ର କେବଳ ପ୍ରିଭିୟସ୍ ଇୟର ର କ୍ୱେଶ୍ଚିନ୍ ହେଲା। ଦେଖ ଆମ ପ୍ରିଭିୟସ୍ ପିଆଇ କି କରିବା ଆଉ ଲାଟେଷ୍ଟ କ୍ୱେଶ୍ଚିନ୍ ମଧ୍ୟ କରିବା ଆଉ କଣ ନୂଆ ଆସିପାରିବ ହେଲା ନ୍ୟू मॉडल। तो चलो देखिए आज फर्स्ट क्वेश्चन। बाय रिवर्सिंग बोथ द साइड ऑफ द नंबर b we get the number a ହେଲା। if the number a is greater than the b greater than the number b by 45 ହେଲା find the number a। ଓଡ଼ିଆରେ ବଢିଆ ସଂଖ୍ୟା b ର ଦୁଇଟି ଅଙ୍କକୁ ଓଲଟାଇଲେ ସଂଖ୍ୟା a ମିଳିବ ହେଲା। ଯଦି a b ଠାରୁ 45 ଅଧିକ ତାହେଲେ ହଁ a ର ମୂଲ୍ୟ କେତେ ଦେଖ। ସଂଖ୍ୟା b ମନେକର ଗୋଟେ ନେଇଛ b ଗୋଟେ ହଉଛି ସଂଖ୍ୟା ହେଲା। b ଦେଖ ସବୁ ଯାକ ମାନେ ଟୁ ଡିଜିଟ ନମ୍ବର ମାନେ କଣ ଦୁଇ ବିଶିଷ୍ଟ ସଂଖ୍ୟା। ତେଣୁ ଆମେ ଗୋଟେ ନେଇଯିବା ମନେକର ଦୁଇ ବିଶିଷ୍ଟ ସଂଖ୍ୟା ଗୋଟେ ନେଇଯିବା 10x plus y ହେଲା। ତାପରେ ସଂଖ୍ୟାକୁ b ଆମେ ଉଲଟେଇଲା ସଂଖ୍ୟାକୁ b କୁ ଆମେ ଉଲଟାଇବା କଣ a ପାଇବା ତାହେଲେ a କେତେ ହେଇଯିବ 10y plus x ସେ ଦେଇଛି ହେଲା। ସଂଖ୍ୟା b କୁ ଉଲଟେଇବା a ମିଳିବ ଏଇଠି a ମିଳିଲା ହେଲା। ଯଦି a b ଠାରୁ 45 ଅଧିକ କଣ ଦେଇଛି ନା a କେତେ ନା b ରେ b ଠାରୁ କେତେ ଅଧିକ ନା 45 ତାମାନେ a ଜାଗାରେ ପକ 10y plus x ହେଲା ଇଜିକାଲ ଟୁ କେତେ ହବ b ଜାଗାରେ ମୁଁ କେତେ ପକେଇବି 10x ମିଶାଣ y ମିଶାଣ କେତେ 45 ହେଲା। ତାପରେ ଏବେ ଫେଡ଼ ଏଇଟା ଏପଟକୁ ଆଣ ଏଇଟା ଏପଟକୁ ଆଣ ହେଲା। ମାନେ 10 ଦେଖ 10y minus y ଏଇଟା କେତେ ହେଇଯିବ 9y ହେଲା। ତାପରେ ଏଇଟା କେତେ ହେଇଯିବ ଇଜିକାଲ ଟୁ ଦେଖ ଇଏ ଏପଟକୁ ଯିବ ଭାରି 9x ହେଲା ମିଶାଣ କେତେ ହେଇଯିବ 45। ତାର ଏବେ କଣ ହେଇଯିବ ଦେଖ ଏଠି ଏପଟେ ଆଣ ଭାରି 9y minus 9x ଇଜିକାଲ ଟୁ କେତେ ହେଇଗଲା 45 ହେଲା। ତାପରେ y minus x ଇଜିକାଲ ଟୁ କେତେ ହବ 5 ହେଲା। ଏବେ ଦେଖ ସଂଖ୍ୟା ଦେଖ ଏ କଣ କରିବା ଅପସନ ଦେଖ ଦେଖ ମନେକର ସଂଖ୍ୟାକୁ 1 ଉଠ ସଂଖ୍ୟାକୁ 1 ଯଦି ଉଠେଇବା 4 ରୁ 5 ତ ଯିବନି ପ୍ରଥମ ସଂଖ୍ୟା ହବନି ହେଲା। ତା ଦେଖ କିମ୍ବା 5 ରୁ 4 ଏପଟକୁ ମଧ୍ୟ ଫେରି ପାରିବା ହେଲା। ମନେକର ପ୍ରଥମ ସଂଖ୍ୟା ଉଠ ଏଇଠି x ର ଭାଲ୍ୟୁ ନିଅ 5 y ର ଭାଲ୍ୟୁ ନିଅ 4 ସରି 4 5 4 ଗଲେ କେତେ 1 କିନ୍ତୁ ଆମର ଅପସନ ଦରକାର 5 ବୁଝିଛ ନା ନାଇଁ ଏପଟେ ଏମିତି ନିଅ ତାଙ୍କ ଭିତରେ ଡିଫରେନ୍ସ କେତେ 7 ରୁ 2 ଗଲେ 5 7 ମାଇନସ୍ 2 ଇଜିକାଲ ଟୁ କେତେ ହବ 5 ତାହେଲେ ଏଇଟା ଠିକ ହବ ସିଓର ଏଇଟା ସିଓର ଠିକ ହବ ହେଲା। ଯଦି ଏଇଟା ଠିକ ହବ ଦେଖ ଏଠି 6 ରୁ 3 ଗଲେ କେତେ ହେଉଛି 6 ରୁ 3 ଗଲେ 3 8 ରେ ଗଲେ 7 ତେଣୁ ଏଇଟା ହବନି ଏଇଟା ବି ହବନି ଏଇଟା ହବନି 7 ରୁ 2 ଗଲେ 5 ଆମର ବାହାରିଲା ବି ବୁଝିପାରିଲ। ଏବେ ଦେଖ 7 କୁ 2 କୁ ନେଇ ଚେକ୍ ମଧ୍ୟ କରିବା ଦେଖ ପ୍ରଥମ ସଂଖ୍ୟା ଦେଖ ଏଠି y ର ଭାଲ୍ୟୁ କେତେ ହବ ଏଠି ଦେଖ y ର ଭାଲ୍ୟୁ ହବ 7 ହେଲା କାରଣ ବଡ ସଂଖ୍ୟା ନା। ଆଉ x ର ଭାଲ୍ୟୁ କେତେ y minus 5 ମାନେ 7 minus 2 ହେଲା। ପ୍ରଥମ ସଂଖ୍ୟା ହବ କେତେ 10 into x ମାନେ କେତେ ହବ 10 b ସଂଖ୍ୟା କେତେ ହବ 10 into 2 ମିଶାଣ 7 କେତେ ହବ 10 ଦୁଗୁଣେ 20 7 27 ଆଉ a କେତେ ହବ ଉଲ୍ଟି ଯିବ 72 ଦେଖ ଫେଡି ଦିଅ ଏବେ ସେ ଦେଇଛି a ମାନେ a b ଠୁ 45 ଅଧିକ ତାମାନେ a minus b ଇଜିକାଲ ଟୁ 45 ହଁ ନା ନାଇଁ ତାମାନେ a 72 27 ଫେଡି ତ 45 ହଉଛି ନା ନାଇଁ ଦେଖ 12 7 ଗଲେ କେତେ 5 6 2 ଗଲେ 4 45 ଅପସନ କୋଉଟା ସି ହେଲା। ନେକ୍ସଟ କ୍ୱେଶ୍ଚନ ଦେଖେ ଫାଇଣ୍ଡ ଦ ଭାଲ୍ୟୁ ଅଫ ଏତିକର ଭାଲ୍ୟୁ ବାହାର କରିବା ହେଲା।
ଦେଖ କେମିତି କରିବା। ଦେଖ ଏଟା କଣ ଅଛି ନା, ଦେଖ ତିନି କେତେଟା ଅଛି, ଦେଖ 1 2 3 4 5 6 ହେଲା। ତାହେଲେ ତିନିଟା ଛଅ, ମାନେ 6ଟା 3 ଅଛି, ମୁଁ ଏମିତି ଲେଖିପାରିବି 6ଟା 3 କୁ ଏମିତି ଲେଖିପାରିବି। 6 × 3 ମାନେ ଦେଖ 2 କୁ 2 କେମିତି ଲେଖୁଛୁ, ମନେକର 2 × 2 ଆକୁ କେମିତି ତମେ ଲେଖୁଛ, 2 × 4 ମାନେ 2ର ସ୍କୋୟାର କରି ଲେଖୁଛ। ଏଇଟା ଆଉ ଗୋଟେ ଏମିତି ଲେଖୁଛ 2 × 2 × 2 କଣ ଲେଖୁଛ ଏଟା, 2 × 4 = 8, 8 ମୁଁ ଲେଖିପାରିବି 2ର କ୍ୟୁବ, ବୁଝିଛ ନା ନାଇଁ। ତେଣୁ ଏଇଠି ମୁଁ ଲେଖିପାରିବି 3 × 3 × 3 ମାନେ 3 × 6 ଇଣ୍ଟୁ 6ଟେ ଆଗରୁ ବି ଥିଲା ଏଇଠି ଇଣ୍ଟୁ 6 ହେଲା, ହରଣ। ତାପରେ 3 × 3 × 3 × 3 ମାନେ କେତେ ହବ, 3 ବାର କେତେ, କେତେଟା 3 ଅଛି, 1 2 3 4, ତେଣୁ 3 × 4 ଆଗରୁ 7 ଥିଲା, ହୋଲ 7 ହେଲା, ଇଣ୍ଟୁ 3 ବାର କେତେ ହବ 4। ଏବେ କର 3, ଦେଖ ଏଠି 6 × 6 300 କେତେ, ମାନେ 600 କେତେ 36, 3 ବାର କେତେ 36, 8 ଇଣ୍ଟୁ 8 ହୋଲ ଇଣ୍ଟୁ n ଇଜିକାଲ ଟୁ କେତେ ହବ 8 mn, ହଁ ନାଇଁ। ତାହେଲେ ଏଟା କେତେ ହବ 600 × 6 36, ହରଣ କେତେ ହବ ଏଟା 3 7 × 28 ଇଣ୍ଟୁ 4 ହେଲା। ତାପରେ ଏଠି କଣ କରିବା, ତମେ ପଢିଥିବ, କଣ ପଢିଛ, 8 ଇଣ୍ଟୁ n ଇଜିକାଲ ଟୁ କେତେ ହବ ନା 8 m + n। ଆଉ ଗୋଟେ n ହରଣ 8 ଗୁଣନ ଥିଲେ ମିଶି ଯାଉଛି, ହରଣ ଥିଲେ ଫେଡାଣ ହେଇଯିବ m - n ହେଲା। ତାହେଲେ ଏବେ ଆମେ କଣ କରିବା, ଆଗ ହରଣ କରିବା। ତମେ ପଢୁନ କଣ ଏଟା ଭି ବଡ ମାସ, ଏଇଠି BODMAS, ହଁ ନାଇଁ। ବଡ ମାସ ରୁଲ ପଢିଥିବ, ଏଟା ଏସ୍ ଜାଗା ହଉନି, ଏସ୍ ମାନେ କଣ, ଆଗ ବ୍ରାକେଟ ତାପରେ କଣ ଅଫ ତାପରେ ଡିଭିଜନ। ଦେଖ ଆଗ ହରଣ କାମ କରିବା, ତାପରେ ଆସୁଛି ମଲ୍ଟିପ୍ଲିକେସନ ହେଲା। ଏଇ ରୁଲ କୁ ଫଲୋ କରୁଛେ ନା, ତେଣୁ ଆଗ ଡିଭିଜନ ହରଣ ତାପରେ ମଲ୍ଟିପ୍ଲିକେସନ ତାପରେ ଗୁଣନ। ତାହେଲେ ଆଗ ହରଣ କରିବାକୁ ପଡିବ, ଏଟା କେତେ ହବ, ତାହେଲେ ଏଇଠି ମୁଁ ଲେଖିପାରିବି 3 × 36 - 28 ହେଲା, ଇଣ୍ଟୁ 3 କେତେ 4, ଏଟା କେତେ ହବ 16 ରୁ 8 ଗଲେ 8, ତାମାନେ ଏଟା କେତେ ହବ 3 × 8 ଇଣ୍ଟୁ 3 କେତେ ହବ 4, କେତେ ହବ 3 × 12। ଅପସନ କୋଉଠି ଅଛି, ଦେଖ ଅପସନ ଦେଖ କୋଉଠି ନାହିଁ, 3 × 12 ଅପସନ କୋଉଠି ନାହିଁ, କିନ୍ତୁ 27 ଅଛି। ତାହେଲେ ଏଟା 27 ଭଳିଆ କର, ଏଟା 3 × 3 ଇଣ୍ଟୁ 4 କରିଦିଅ ହେଲା, 3 3 9 3 27 ଇଣ୍ଟୁ 12 4, ଅପସନ କୋଉଟା ଏଠି ସି। ନେକ୍ସଟ କ୍वेଶ୍ଚन ଦେଖିଆ, the sum of the squares of two number is 225 ହେଲା, and the difference between two number is 3, find the two number। ଦୁଇଟି ସଂଖ୍ୟାର ଯୋଗଫଳ 225, ବର୍ଗର ଯୋଗଫଳ। ତମକୁ ଲାଗୁଛି ଏଇଟା କଣ ନବା, ଅପସନ ହିଁ ନବା ହେଲା। ଅପସନ ନେଲେ ଇଜି ହବ। ଦେଖ ପ୍ରଥମ ଅପସନ ନେଇଯାଅ 225 ଯେହେତୁ ଦେଇଛି, କଣ ନବା, ଦେଖ ଟ୍ରିପଲେଟ ଭାବ, ଟ୍ରିପଲେଟ ତମେ ପଢୁନ p² ମିଶାଣ b² = h², ଏଇ ଟାଇପ ର ହବ। ଦେଖ 10 7 ମନେକର ନବା, ମନେକର 10 ସ୍କୋୟାର କେତେ 100, ଆଉ 7 ସ୍କୋୟାର 49, ଏଟା ବି ହବନି, ସେ ଦେଇଛି 225 ହବା ଦରକାର, ପ୍ରଥମଟା ହେଲାନି। ତାପରେ କୋଉଟା ନବା, ଦେଖ ଏଇଟା ହବ, ଟ୍ରିପଲେଟ ପଢୁନ, ଟ୍ରିପଲେଟ ପଢୁନ 3 4 5, ଏଇଟା ଗୋଟେ ଟ୍ରିପଲେଟ ହେଲା। ଦେଖ ଏଇଠି 3 ଚଉକୁ, ସରି 3 3 9, ଏଇଠି 3 3 9 ହେଲା, ଏଇଠି 4 3 12, 5 3 ହେଇଯିବ 15, 15 ସ୍କୋୟାର 225, ଏଇଟା ସିଓର ହବ ହେଲା। ଟ୍ରିପଲେଟ ଅନୁସାରେ ହେଇଗଲା, ପାଇଥାଗୋରସ ଥିଓରେମ ଟ୍ରିପଲେଟ ତମେ ପଢିଥିବ ହେଲା। ଯଦି ବିଶ୍ୱାସ ନ ହଉଛି, ଦେଖ ଅପସନ ବି ଟାକୁ ଆମେ ନେଇକି ଚେକ୍ କରିବା। ମନେକର ସଂଖ୍ୟା ଦୁଇଟିର ବର୍ଗର ଯୋଗଫଳ, 12 ସ୍କୋୟାର କଲ, ପ୍ରଥମେ 12 ସ୍କୋୟାର ମିଶାଣ 9 ସ୍କୋୟାର ଇଜିକାଲ ଟୁ କେତେ ହବା ଦରକାର, 225 ହବା ଦରକାର ହେଲା। ଏଟା ହବା ଦରକାର, ଦେଖ ହଉଛି ନା ନାଇଁ। 12 ସ୍କୋୟାର କେତେ 144, 9 ସ୍କୋୟାର କେତେ 81, ମିଶିଲେ କେତେ 4 1 5 ହେଲା, 2 225 ହଉଛି। ଅପସନ କୋଉଟା ବି। ନେକ୍ସଟ କ୍ୱେଶ୍ଚନ ଦେଖିବା, ଅପସନ ନେଇଯିବ ସବୁଠୁ ଭ୍ୟାଲୁ, ସବୁଠୁ ଭଲ। What is the average of the natural number from 1 to 95? 1 to 95 ହେଲା, 1 to 95 ପର୍ଯ୍ୟନ୍ତ ସମସ୍ତ ପ୍ରାକୃତିକ ସଂଖ୍ୟାର ହାରାହାରି କେତେ। ଦେଖ ଆଭରେଜ କେମିତି ବାହାର କରିବ, ମୁଁ ଆଗରୁ ବି କହିଛି
ହେଲା। ମୁଁ ଆଗରୁ ପିଓ ଲେକ୍ଚର ବୋଧେ ଅପଲୋଡ କରିଥିଲି ହେଲା। ସେଇ ଲେକ୍ଚରରେ ମୁଁ କହିଛି ତମେ ସେଇ ଲେକ୍ଚର ବି ଦେଖିପାରିବ ହେଲା। ସେଇଟା ବି ଟପ୍ ଲେବୁଲର କୋଶ୍ଚିନ୍ କରାହେଇଛି। ମେନ୍ସ ଲେବୁଲରେ ତମେ ଏଇଠି ବି ଦେଖିପାରିବ। ଦେଖ ଆଭରେଜ ଇଜିକାଲ ଟୁ କେତେ ମୁଁ କହିଥିଲି ଆଗରୁ, ସମ ବାଇ ନମ୍ବର ହେଲା। ମାନେ ସଂଖ୍ୟା ମାନଙ୍କର ସମଷ୍ଟି ହେଲା। ଯେତେଟା ସଂଖ୍ୟା ଅଛି ସେତେଟା ସଂଖ୍ୟାର ସମଷ୍ଟି ବାଇ ଯେତେଟା ନମ୍ବର। ଦେଖ କେମିତି ବାହାର କରିବା, ପ୍ରଥମେ ବେସିକ ରୁ ବାହାର କରିବା, ତାପରେ ସୂତ୍ରକୁ ମୁଁ କହିବି ହେଲା। 1 ରୁ 95 ବାହାର କରିବା, ପ୍ରଥମ ସଂଖ୍ୟା ଲେଖିବା 1, ତାପରେ କେତେ ହବ 2, ତାପରେ 3, ତାପରେ 4, ତାପରେ 5, ଏମିତି ହେଇ ଡଟ ଡଟ 95 ହେଲା। ତାହେଲେ ଆଭରେଜ ବାହାର କର। ଆଭରେଜ ବାହାର କରିବା ପୂର୍ବରୁ ଆଗ ନମ୍ବର ଦରକାର, କେତେଟା ନମ୍ବର ଅଛି ଦେଖ। n କେମିତି ବାହାର କରିବା, n ମାନେ ନମ୍ବର, କେତେଟା ନମ୍ବର ଅଛି କେମିତି ବାହାର କରିବା ନା, ଲାଷ୍ଟ ନମ୍ବର ମାଇନସ ଫାଷ୍ଟ ନମ୍ବର ହେଲା। 95 ମାଇନସ 1 ବାଇ ସେକେଣ୍ଡ ନମ୍ବର ମାଇନସ ଫାଷ୍ଟ ନମ୍ବର, 2 ମାଇନସ 1 ମିଶାଣ 1 ହେଲା। ଏଇଟା ହଉଛି n ବାହାର କରିବାର ଟ୍ରିକ୍। 95 ରେ 1 ଗଲେ କେତେ 94 ହେଲା। 2 ରେ 1 ଗଲେ ତ 1 ମିଶାଣ 1, ତାହେଲେ 95। କେତେଟା ସଂଖ୍ୟା ଅଛି 95ଟା ହିଁ ସଂଖ୍ୟା ଅଛି ହେଲା। ଏଇଟା କେତେ ଜାଗା ବାହାରିଲା 95। ତାର ଏବେ ଆଭରେଜ ବାହାର କର। ସରି, ଆଭରେଜ ଇଜିକାଲ ଟୁ କେତେ ହବ, ସମ ଅପନ ନମ୍ବର। ସମ ମାନେ 1 ମିଶାଣ 2 ମିଶାଣ 3 ମିଶାଣ 4 ମିଶାଣ 5 ଏମିତି ମିଶେଇବା 95 ଯାଏଁ ହେଲା। ଏମିତି କଣ ମିଶେଇ ପାରିବା କି, ଏମିତି ମିଶେଇ ପାରିବାନି। ମାନେ ତମ ଖାତା ବଡ ହେଇଯିବ। ଏମିତି କେତେ ମିଶେଇବ, 1 ମିଶାଣ 2 ପୁଣି ମିଶାଣ 3 ହେଲା। ଆଉ ଟ୍ରିକ ବି ଅଛି। କଣ ଟ୍ରିକ, କଣ ଏପିଜିପି ରେ ପଢିଥିବ, n ହୋଲ ଇନଟୁ n ପ୍ଲସ 1 ବାଇ 2। ହଁ ନାଇଁ, ସମର ଫର୍ମୁଲା କଣ, n ହୋଲ ଇନଟୁ n ପ୍ଲସ 1 ବାଇ 2। ଯଦି ସଂଖ୍ୟା ଗୁଡିକ ଏପି ରେ ଥିବ, ଏପି ମାନେ କଣ, ମାନେ ଦେଖ ଡିଫରେନ୍ସ ସବୁ ସମସ୍ତଙ୍କର ସମାନ ହଉଥିବ। ଦେଖ ଏଠି 2 ରୁ 1 ଗଲେ 1, 3 ରୁ 2 ଗଲେ 1, 4 ରୁ 3 ଗଲେ 1, 5 ରୁ 4 ଗଲେ 1 ହେଲା। ଏପଟେ ଏମିତି 95 94 ରହିବ। ସମସ୍ତଙ୍କର ଡିଫରେନ୍ସ ସମାନ, ତାହେଲେ ସଂଖ୍ୟା ଗୁଡିକ ଏପି ରେ ଅଛନ୍ତି। ଯେହେତୁ ସଂଖ୍ୟା ଗୁଡିକ ଏପି ରେ ଅଛନ୍ତି, ତାହେଲେ ସमेସନ ବାହାର ଫର୍ମୁଲା କଣ, n ହୋଲ ଇନଟୁ n ପ୍ଲସ 1 ବାଇ 2 ହେଲା। ତମେ ପଢିଥିବ ଏଟା, ତେଣୁ ଏବେ ବାହାର କର। ଆଭରେଜ ଇଜିକାଲ ଟୁ ସମ ବାହାର କରିବା, କଣ n ହୋଲ ଇନଟୁ n ପ୍ଲସ 1। n କେତେ ବାହାରିଲା ଆମର 95 ହେଲା, ଇଣ୍ଟୁ 95 ପ୍ଲସ 1 କେତେ 96 ବାଇ 2 ହେଲା, ବାଇ ନମ୍ବର। ବାଇ ନମ୍ବର ମାନେ କଣ, ବାଇ n। n ମାନେ ନମ୍ବର ହେଲା, ବାଇ 95। ଦେଖ ଏଠି 95 କୁ 95 କଟିଯିବ ହେଲା। 2 ରେ କାଟିଲେ କେତେ 48। ଅପସନ କୋଉଟା, ବି ହେଲା। ଏଟା ଥିଲା କଣ ବେସିକ, ଆଉ ଗୋଟେ ସର୍ଟ। ମୁଁ କହିଥିଲି ସର୍ଟ ବି ବତେଇବି। ଦେଖ ସର୍ଟ କେମିତି କରାହବ ନା, ସର୍ଟ ଟ୍ରିକ୍ ହଉଛି କେମିତି କରିବା ନା, ପ୍ରଥମ ସଂଖ୍ୟା ହେଲା, ମାନେ ଏଇଟା ପ୍ରଥମ ସଂଖ୍ୟା ମିଶାଣ ଲାଷ୍ଟ ନମ୍ବର, ଏମିତି ସିଧା ଲିଖିଦବ। 1 ରୁ 95 ଯାକେ ଲିଖିଦବ। ତାପରେ ପ୍ରଥମ ସଂଖ୍ୟା ମିଶାଣ ଲାଷ୍ଟ ନମ୍ବର, 1 ମିଶାଣ 95 ହେଲା ବାଇ 2 ସିଧା। 95 ଏକ 96 ବାଇ 2 ଇଜିକାଲ ଟୁ 48। ଏଟା ହଉଛି ଆଭରେଜ। ଏଟା ବି ଗୋଟେ ଟ୍ରିକ୍ ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା। The ratio of their areas of two square is 1:4. What is the ratio of their perimeter? ଦୁଇଟି ବର୍ଗର କ୍ଷେତ୍ରଫଳ ଅନୁପାତ, କ୍ଷେତ୍ରଫଳର ଅନୁପାତ 1:4 ହେଲା। ସେମାନଙ୍କର ପରିସୀମା ଅନୁପାତ କେତେ? ଦେଖ ଏରିଆ ଅଫ ସ୍କୋୟାର ଫର୍ମୁଲା କଣ, ଏ ସ୍କୋୟାର। ବାହୁ ମାନଙ୍କର ସ୍କୋୟାର ହେଲେ ଏରିଆର ଫର୍ମୁଲା କଣ, ମାନେ ବର୍ଗ କ୍ଷେତ୍ର କ୍ଷେତ୍ରଫଳ ଫର୍ମୁଲା ସାଇଡ ର ସ୍କୋୟାର ହେଲା, ବାହୁ ମାନଙ୍କର ବର୍ଗ। ଏବେ ତାହେଲେ ଏରିଆ କେତେ ହବ, ଏରିଆ ଇଜିକାଲ ଟୁ କେତେ, ଏ ସ୍କୋୟାର। ହଁ ନାଇଁ, ମୁଁ ଲେଖୁଛି ଏଇଠି ଏରିଆ ମାନେ ଏଠି ମୁଁ ଏ ସ୍କୋୟାର ହେଲା। କେତେ ରେସିଓ କେତେ ଦେଇଛି ନା 1 ଇଏ 4, ତାହେଲେ ସାଇଡ କେତେ ହବ, 1 ର ରୁଟ ହବ ଆଉ 4 ର ରୁଟ ହବ, ହଁ ନା ନାଇଁ। ସାଇଡ ର ସ୍କୋୟାର ବୁଝିପାରୁଛ ନା ନାଇଁ, ସାଇଡ ର ସ୍କୋୟାର ହଉଛି ଏରିଆ। ତାହେଲେ ଏରିଆ ର ବୁଝିପାରୁଥିବ, ତାହେଲେ ଏଇଟା କେତେ ହେବ ରେସିଓ, 1:2 ହେଲା। ଏବେ ପରିସୀମା ବାହାର କର। ପରିସୀମା ମାନେ କଣ, 4 ଗୁଣ ମାନେ 4, ତାହେଲେ ଏଇଠି ଗୁଣ 4 ଇଣ୍ଟୁ 1, ଏଠି ଗୁଣ 4 ଇଣ୍ଟୁ 2 ହେଲା। ଦେଖ 4 କୁ 4 କଟିଯିବ, 1:2। ଏଇ ପରିମିଟର ବି 1:2 ହେଲା। ଅପସନ କୋଉଟା, ନେକ୍ସଟ କ୍ୱେଶ୍ଚନ ଦେଖିବା। 4 ଟୁ ବାର 61, 4 ଟୁ ବାର 62, 4 ଟୁ ବାର 63 ହେଲା। ଏତିକ ଭିତରୁ ଏଇଟା କୋଉଥିରେ, ମାନେ ଏଇ ସଂଖ୍ୟା ଗୁଡିକ କୋଉଥିରେ ଡିଭିଜିବଲ ହେଲା। ଏଇ ସଂଖ୍ୟା ଗୁଡିକ କଣ କୋଉଥିରେ ଡିଭିଜିବଲ, ଦେଖ ବାହାର କରିବା କୋଉଥିରେ ଡିଭିଜିବଲ। ଦେଖ 4 61, 4 62, 4 63, 4 64, 4 65, ଆମେ ସବୁଥିରୁ 4 61 କମନ ନେଇପାରିବା, ହଁ ନା ନାଇଁ। ତେଣୁ ଏଠି ମୁଁ ଲେଖିପାରୁଛି 4 61 କମନ ନେଲି। ଏଠି କଣ ରହିଗଲା, ଏଠି 1 ରହିଗଲା ମିଶାଣ। ଏଠି 61 ପଳେଇଲା, ଗୋଟେ ରହିଲା କେତେ 4 ଟୁ ବାର 1
ମନେ ନାହିଁ ହେଲା। ତାପରେ ଏଇଟା କେତେ ରହିବ? 61 ପଳେଇଲା, ଆଉ ରହିଲା 63, 63 61 ଗଲେ କେତେ? 2, ତାପରେ ଏଠି ଲେଖିପାରିବି 4 ଟୁ ବାର 2, ତାପରେ ଏମିତି ଲେଖି ଚାଲ 4 ଟୁ ବାର 3, ତାର କେତେ ହବ? 4 ଟୁ ବାର 4 ହେଲା। 4 ଟୁ ବାର 61 କୁ ରଖିଦିଅ ଥାଉ ହେଲା। ଏବେ 1 ମିଶାଣ 1 ମିଶାଣ 4 ର ଏକା ତ କେତେ? 4, 16, 4 ଚଉକୁ 16 ଚଉକୁ 64, 4 ଚଉକୁ 16 ଚଉକୁ 64 ଚଉକୁ କେତେ? 256 ହେଲା। ଏ ମିଶା ଟାକୁ 4 ଟୁ ବାର 61 ଇଣ୍ଟୁ ହେଲା, ଏ ମିଶ ଏଇଟା ଦେଖ 6 4 10 ହେଲା, 10 16, 16 5 16 5 11 21, 11 ଖେଳିଲା କେତେ? 2, ତାପରେ 5 ହେଲା, 5 6 5 କେତେ? 11, 11 1 12 ହେଲା, 12 2 ଆମେ 21 ଲେଖିଥିଲେ 2 14, 14 2 ର ହେଲା 1 2 1 ହେଲା, ସରି 2 14 14 ସରି 2 ମିଶିବାନି କି 21 ରଖିଦେଲେ ମାନେ 2 ଯାଇଥିଲା କଣ ଏକ ଘରେ 4 ରହିବ, 14 ହେଲା 4 ରଖିନେଲା 1, ଆଉ ଦେଖ 2 1 3 341 ହେଲା। ମିଶେଇବ ଟ୍ରାଏ କରିବ ଦେଖ 341 ପ୍ରଥମେ ଦେଖ କୋଉଥିରେ ଡିଭିଜିବୁଲ। ଯଦି 341ଟା ଯଦି ଡିଭିଜିବୁଲ ହେଇଗଲା ତାହେଲେ ଏଇଟା ବି ଅଟୋମେଟିକ ଡିଭିଜିବୁଲ ହେଇଯିବ ହେଲା। ଏବେ ଦେଖ 341 କୋଉଥିରେ ଡିଭିଜିବୁଲ। 341 କୁ ପ୍ରଥମେ 3 ଅପସନ ଏକ ଉଠ, ମନେ କର 3 3 କୁ ଦେଖ ହଉଛି ନା ନାଇଁ, କଟୁଛି ନା ନାଇଁ। 3 ଡିଭିଜିବୁଲ ରୁଲ ପକ, 3 ଡିଭିଜିବୁଲ ରୁଲ କଣ? ସଂଖ୍ୟା ଗୁଡିକର ସମଷ୍ଟି ଯଦି 3 ଦ୍ୱାରା ଡିଭିଜିବୁଲ ତାହେଲେ ସଂଖ୍ୟାଟା ପୁରା କଣ 3 ଦ୍ୱାରା ଡିଭିଜିବୁଲ ହେଇଯିବ ହେଲା। ଯଦି ଏଇଟା ଦେଖ ଏଇଟା ସଂଖ୍ୟା ମାନଙ୍କର ସମଷ୍ଟି 3 ତ କଟିଯିବ, 4 1 5 5 ତ 3 ରେ କଟିବନି, ତାହେଲେ ଏଇଟା ଅପସନ ଏ ହବନି। 7 ଦେଖ 7 ଦେଖ 7 ର କ୍ୟୁବ ହେଇଯାଉଛି 343, ବୁଝିଛ ନା ନାଇଁ। 7 ର କ୍ୟୁବ ହଉଛି 343 ହେଲା, ତାହେଲେ ଏଇଟା ହବନି। ଏଇଟା ନିୟରଲି ପାଖାପାଖି 7 6 ହେଇଯାଉଛି କିନ୍ତୁ ହବନି। ତଥାପି ହରିକି ଦେଖ ଏଠି 341 ହରଣ 7 ହେଲା, 7 ଚଉକୁ 28, 7 ଚଉକୁ 28, 14 8 ଗଲେ 6 ହେଲା, 61, 7 8 56, 7 9 63, 7 ପଣିକାର 61 ନାହିଁ ହେଲା। ମୁଁ ବି ଆଗରୁ କହିଥିଲି ଏଇଟା ହବନି ବୋଲି। ଦେଖ 5 5 ତ କେବେ ହବନି, ମାନେ ଏଇଟା 5 ଦ୍ୱାରା ତ ଡିଭିଜିବୁଲ କେବେ ବି ହବନି। 5 ରେ ଡିଭିଜିବୁଲ କଣ? ଏକ ଘରେ 0 ଥିବ ନହେଲେ 5 ଥିବ ହେଲା। 5 ଏଇଟା ତ 341 5 ଦ୍ୱାରା ଡିଭିଜିବୁଲ ହବନି, ସମସ୍ତେ ଜାଣିଥିବ ଏଇଟା ବି ହବନି। ଯୋଉଟା ହବନି ଆଉ ଲାଷ୍ଟ ରହିଲା 11, ଅପସନ ଡି ହେଲା। ଅପସନ ଡି ଇଜ ଦ କରେକ୍ଟ ଆନ୍ସର। ଏଇ ସଂଖ୍ୟାଟା 11 ଦ୍ୱାରା କଟିଯିବ ମାନେ କଣ ବିଭାଜ୍ୟ ହେଇଯିବ। ଟ୍ରାଏ କରିବି ଦେଖ ଏଠି 11 ହରଣ 341 ସରି ଦିଅ ସିଧା 11 3 33, 11 11 ହେଲା। ଅପସନ କଣ ଡି। ନେକ୍ସଟ କ୍ୱେଶ୍ଚନ ଦେଖେ, ଫାଇଣ୍ଡ ଦ ଭାଲ୍ୟୁ ଅଫ 125/2 ବାଇ ଟେକିଂ ଦ ଭାଲ୍ୟୁ ଅଫ ରୁଟ 10 ହେଲା। ରୁଟ 10 ର ଭାଲ୍ୟୁ ଏତିକି ଧରି 125/2 ର ମୂଲ୍ୟ ନିର୍ଣ୍ଣୟ କର। 125 ର ଭାଲ୍ୟୁ ଆମେ ବାହାର କରିବା ହେଲା। ଦେଖ ଏଇଟା କେମିତି ବାହାର କରିବା? ଦେଖ ରୁଟ 10 ଦେଇଛି ହେଲା, 125 କୁ ତ ଆମେ ରୁଟ 10 କରିପାରିବାନି, ମାନେ ଦେଖ ଏଠି 125 ଟାକୁ ଆମେ ତ 10 ଭଳିଆ କରିପାରିବାନି। 125/2 ଏମିତି ଅଛି ହେଲା। 125 କୁ ଆମେ 10 କରିପାରିବା କି କରିପାରିବାନି, ମାନେ 125 ରେ ଏମିତି କଣ ଗୁଣିଲେ 10 ହବ, ଏମିତି ତ ନାହିଁ। କିନ୍ତୁ 5 ଦେଖ ତଳଟାକୁ ଆମେ 2 କରି 10 କରିପାରିବା, ମାନେ କେମିତି 5 ଗୁଣିକି ତଳେ ଗୋଟେ 5 ଗୁଣି ଦିଅ, ଉପରେ ଗୋଟେ 5 ଗୁଣି ଦିଅ, 10 ପଳେଇ ଆସିବ, ରୁଟ 10 ପଳେଇ ଆସିବ ନା ହେଲା। ଏଇଟା କେତେ ହେଇଯିବ? 25 125 5 625 ବାଇ କେତେ ହେଇଯିବ? 5 ଗୁଣେ 10 ର ରୁଟ ଓଭର ହେଲା। ଆଉ 625 ରୁଟ ଓଭର କେତେ? 25, ଆଉ ରୁଟ 10 ର ଭାଲ୍ୟୁ ଦେଇଛି, ଏଇଟା ରୁଟ 10 ହେଇଯିବ ହେଲା। 25 ବାଇ ରୁଟ 10 ର ଭାଲ୍ୟୁ କେତେ ହବ? 3.16, ସେ ଦେଇଛି 3.16 ହେଲା। ଏଇଟା ତମେ ଯଦି କରିକି ଚେକ୍ କରିବ ଯଦି ତମର ଆସିବ 7.90 ହେଲା। ଅପସନ ଡି। ନେକ୍ସଟ କ୍ୱେଶ୍ଚନ ଦେଖିଆ, which among the following number is least of the four? ନିମ୍ନଲିଖିତ ଚାରୋଟି ସଂଖ୍ୟା ଭିତରୁ କୋଉଟା ଛୋଟ ଆଗ ଦେଖିବା।
ହେଲା। ଦେଖ ପ୍ରଥମେ ଦେଖ 0.2 ଦେଇଛି ହେଲା। 0.2 ଦେଇଛି ଦେଖ 0.2 ଛୋଟ ନା 0.2 ର ମାନେ 2 ମାନେ ବୁଝିପାରୁଛ ନା 0.2 ଛୋଟ ନା 0.2 ର ସ୍କୋୟାର ଛୋଟ ହବ। ଦେଖ 0.2 ଅଛି ହେଲା ଆଉ 0.2 ର ସ୍କୋୟାର ଆଗ ବାହାର କର। 0.2 କୁ ମୁଁ ଲେଖିପାରିବି 2 ଟୁ ପାୱାର 10 ର ସ୍କୋୟାର। 2 ର ସ୍କୋୟାର କେତେ 4 ଆଉ 10 ର ସ୍କୋୟାର କେତେ 100। ତାହେଲେ କେତେ ହବ 0.04 ଆସିକି ହେଇଗଲାଣି। ବୁଝିଛ ନା ନାଇଁ? ତାହେଲେ ଏଇଟା ହବନି ହେଲା। ଏଇଟା ହବନି, ଏଇଟା ବଡ ସଂଖ୍ୟା ହେଇଗଲା। 0.04 ସବୁଠୁ ସାନ ହେଇଗଲା, ଏଇଟା ତ ବଡ ସଂଖ୍ୟା ହେଇଗଲା। ତାପରେ ଦେଖ 0.2 ବାରକୁ ବି ସଲ୍ଭ କରିବା। 0.2 ପରେ ବାର ହେଲା। ମୁଁ କେମିତି କହିଥିଲି ଦେଖ ଏଇଟା ତ 0.2 ବି ବଡ ହବ ହଁ ନା ନାଇଁ? 0.2 0.2 ପରେ ବାର ମାନେ କଣ 0.2 ଏମିତି ହେଇ ରିପିଟ ଅଲ ଇନଫିନିଟି ଯାକେ ଆସିବ। ଏଇଟା 0.2 ବି ତ ବଡ ହବ, ଏଇଟା ବି ହବନି। ତାପରେ ଦେଖ ଅପସନ ଡି, ଏଟା ବଡ ହେଇଯିବ ନା, ସବୁଠୁ ସାନ ସଂଖ୍ୟା ଦେଇଛି। ଅପସନ ସି ଟା ହେଇପାରେ କିନ୍ତୁ ଅପସନ ଡି ଟା ଚେକ୍ କରିଦବା ହେଲା। 1 ବାଇ 0.2 ତାହେଲେ 1 ବାଇ 2 ବାଇ କେତେ ହବ 10। 5 1 ବାଇ 1 ବାଇ 5 ଉପରକୁ ଯିବ ଭାରି, ଏଇଟା 5। ଏଇଟା ସବୁଠୁ ବଡ ସଂଖ୍ୟା ହେଇଯାଉଛି, ଏଇଟା ବି ହବ। ତାହେଲେ କୋଉଟା ହବ ଅପସନ? ଅପସନ ସି ଇଜ ଦ ରାଇଟ୍ ଆନ୍ସର। 0.2 the square is equal to 0.04 ସବୁଠୁ ସାନ ହେଲା। ଏତିକି ଅପସନ ଭିତରେ ନେକ୍ସଟ क्वेश्चन देखिए ऑप्शन सी। some chocolates were purchased out of which 2 by 5 were distributed among the student of class 1 and 3 thereafter 3 by 4 of the remainder were distributed among the student of class 2 if 75 chocolates were still left ହେଲା। ତାହେଲେ then how many chocolates were purchased? କେତେଟା ଚକୋଲେଟ ତାହେଲେ କିଣା ହେଲା? କେମିତି କରିବା ଦେଖ ତମେ ଏଇଟା 1 କୁ ନେଇ କରିବ। ପ୍ରଥମେ ମନେକର ଚକୋଲେଟ 1 ଥିଲା, ମନେକର 1 ୟୁନିଟ ଚକୋଲେଟ ଥିଲା ହେଲା। ଏଥିରେ 2 ବାଇ 5 କରାହେଲା। ତାପରେ ତା ରିମାଇଣ୍ଡର କରିବ 1 ମାଇନସ 2 ବାଇ 5 ରିମାଇଣ୍ଡର ଦେଇଛି ନା ଅଲଗା କ୍ଲାସ 1 ରେ ବଣ୍ଟା ହେଇଗଲା 2 ବାଇ 5। ତାପରେ ରିମାଇଣ୍ଡର କରିବ ହେଲା। ରିମାଇଣ୍ଡର 3 ବାଇ 4 ଆଉ ରିମାଇଣ୍ଡର କରିବ କେତେ ହବ 5 ରୁ 1 ଗଲେ 3 ବାଇ 5 ତାର ପୁଣି 3 ବାଇ 4 କରିବ 3 ବାଇ 4 ହେଲା। କେତେ ରହିବ ଏଇଟା 9 ବାଇ 20 ଏଇ ଟାଇପ ର କରିକି କରିବ। କିଛି ଦରକାର ନାହିଁ ହେଲା। 1 ୟୁନିଟ ଦବା ଦରକାର ନାହିଁ, 1 ୟୁନିଟ ଆଉ ପୁରୁଣା ହେଲାଣି, ନବାନି 1 ୟୁନିଟ। କେତେ ନବା ଦେଖ କଣ କୋଉ ସଂଖ୍ୟା ନବା ଦେଖ 2 ବାଇ 5 ପ୍ରଥମ ସଂଖ୍ୟା ଲେଖିଛୁ 2 ବାଇ 5 ହେଲା। ମୁଁ ଏଇଠି ଲେଖୁଛି ପ୍ରଥମେ 2 ବାଇ 5 ଭାଗ ଦେଇଛି, ପ୍ରଥମ ସଂଖ୍ୟା ଲେଖିଛୁ 2 ବାଇ 5। ତାପରେ ସେକେଣ୍ଡ ଟା କଣ ଦେଇଛି 3 ବାଇ 4 ତାର ଲେଖେ 3 ବାଇ 4। ତାର କଣ ନା 5 4 ଏଲସିୟମ ନେଇଛ, 5 4 ଏଲସିୟମ କେତେ ହବ 20। ସିଧା ନେଇଛ 20। ମନେକର ଟୋଟାଲ ଚକୋଲେଟ ହେଲା ଏଇଟା 20। ଏଇଟା ହେଲା ଟିସି, ଟିସି ମାନେ କଣ ନା ଟୋଟାଲ ଚକୋଲେଟ ହେଲା। ଟୋଟାଲ ଚକୋଲେଟ ମନେକର 20 ହେଲା। ଆକୁ ନିଅ ଏମିତି ମନେକର ଟୋଟାଲ 20ଟା ଚକୋଲେଟ ଅଛି ହେଲା। 20 ୟୁନିଟ ଚକୋଲେଟ ଅଛି, ଆମେ ଜାଣିନେ କେତେଟା ଅଛି, ମନେକର 20ଟା ଅଛି ହେଲା। 20 ଟାରୁ 2 ବାଇ 5 20 ୟୁନିଟ ରୁ 2 ବାଇ 5 କ୍ଲାସ 1 କୁ ଯିବ। ତାହେଲେ 20 ୟୁନିଟ ରୁ 2 ବାଇ 5 କେତେ ହଉଛି 2 ବାଇ 5 5 କୁ 20 4 ଦୁଗୁଣେ 8। ଏଇଠି ଲେଖୁଛି 8 8ଟା କୋଉଠିକି ଯିବ କ୍ଲାସ 1 କୁ ଯିବ ହେଲା। କ୍ଲାସ 1 କୁ ଯିବ 8ଟା। ତାପରେ ତା ରିମାଇଣ୍ଡର 20 ରୁ 8 ଗଲେ କେତେ 12ଟା। 12ଟାର କେତେ ନା 3 ବାଇ 4 ଦେଖ କ୍ଲାସ 1 କୁ ଗଲା ଦେୟାର ଆଫ୍ଟର 3 ବାଇ 4 ଅଫ ଦ ରିମାଇଣ୍ଡର। ତା ଯେତିକି ବଳିଲା 12ଟା ବଳିଲା 12ଟାରୁ 3 ବାଇ 4 କର 3 ବାଇ 4 କେତେ ହେଲା 3 3 9 ବୁଝିଲ ନା। ଏଇଠି ଲେଖୁଛି 12 ରିମାଇଣ୍ଡର ରହିଲା 12 ହେଲା। 20 ରୁ 8 ଗଲେ 12 12 ର 3 ବାଇ 4 4 3 12 କେତେ 9 ହେଲା। ଏଇଟା କଣ ଯିବ ନା କ୍ଲାସ 2। ତାପରେ ପଢ ଏବଂ କ୍ଲାସ 2 ଇଫ 75 ଚକୋଲେଟ ୱେଆର ଷ୍ଟିଲ୍ ଲେଫ୍ଟ। ଏବେ ଦେଖ 9 8 17 ହେଇଗଲା, ବଳିଲା କେତେ 3 ୟୁନିଟ। 3 ୟୁନିଟ ବଳିଛି, ଏ 3 ଭାଲ୍ୟୁ ହଉଛି 75। 75 ଚକୋଲେଟ ୱେଆର ଷ୍ଟିଲ୍ ଲେଫ୍ଟ, ତାହେଲେ 3 ଭାଲ୍ୟୁ ହଉଛି 75 ହେଲା। କର 3 ଭାଲ୍ୟୁ ହଉଛି 75। 75 ୟୁନିଟ ର ମାନେ ଉପରେ ରଖ ଏଇଟା 75 ଟା 75 ହଉଛି 3 ୟୁନିଟ ର ଭାଲ୍ୟୁ। ଆମକୁ ଦରକାର ଟୋଟାଲ ଚକୋଲେଟ ଟିସ ଟୋଟାଲ ଚକୋଲେଟ କେତେ 20 ହେଲା। 3 ରେ କାଟିଲେ କେତେ 25 3 75 25 ଗୁଣେ 50 500 ଟୋଟାଲ ତାହେଲେ 5 ଚକୋଲେଟ ହେଲା। ଏଟାକୁ ଏମିତି କରିବ ଆଉ 1 ୟୁନିଟ ଭଳି କରିବ ହବ, କିନ୍ତୁ କୋଶ୍ଚିନ୍ ମାନେ ତମ ଟାଇମ ବଞ୍ଚିବା ଦରକାର ନା ହେଲା। ନେକ୍ସଟ କୋଶ୍ଚିନ୍ କରିବା
1293 इंटू 8.4 को सॉल्व करिया ହେଲା ଏତିକୁ ସଲ୍ଭ କରିବା କେମିତି କରିବା ଦେଖ ଏଟାକୁ କରିବା 1293 ଦେଖ ଏଠି ଏଟାକୁ କେମିତି କରିବା ଦେଖ ଏଠି 0.03 ଅଛି ଏଠୁ 0.05 କରିଦବା ହେଲା ଇଜି ହେଇଯିବ ଏଟା 0.03 ଅଛି ଏଇଠି ଗୋଟେ 0.05 କରିଦବା ହେଲା ଦେଖ ଏଇଠି ନହେଲେ ଏପଟେ 10 ଟେ ଗୁଣିଦବା ଦେଖ ଏଠି 0.5 ଅଛି ହଁ ନା ନାଇଁ ଏଇଠି 0.5 ଅଛି ଏଠି ଗୋଟେ କାମ କରିବା ଏଟାକୁ ସଲ୍ଭ କର ଭଲରେ ଛାଡ଼ିଦିଅ ଏଟାକୁ ଭଲରେ ସଲ୍ଭ କର ଦେଖ 1293 ହେଲା क्वेश्चन ଦେଇଛି କଣ ନା 1293 ଇଣ୍ଟୁ 8.4 ବାଇ 0.03 ଏଟା ତମେ ଚାହିଁଲେ ସଲ୍ଭ କରିପାରିବ ଘରେ ମୁଁ କରିବା ଦରକାର ନାହିଁ ଇଣ୍ଟୁ ଗୁଣାଗୁଣି କରିକି ତମେ ନିଜେ ଚାହିଁଲେ ସଲ୍ଭ କରିପାରିବ ହେଲା 0.07 ଇଣ୍ଟୁ 431 ହେଲା ବାଇ କେତେ ନା 0.5 ହେଲା କେମିତି କରିବା ଦେଖ ଏଠି 8.4 ଅଛି ହେଲା ଦେଖ ଏଠି ଦଶମିକ ପରେ ଗୋଟେ ଘର ଅଛି ଏଠି ପୁଣି ଦଶମିକ ପରେ ଦିଟା ଘର ଅଛି ତାକୁ ଦଶମିକ ପରେ ଗୋଟେ ଘର ରଖିଦିଅ ମାନେ ଉପରେ ଗୋଟେ 10 ଟେ ଗୁଣି ଦିଅ ତଳେ ଗୋଟେ 10 ଟେ ଗୁଣି ଦିଅ ହେଲା ଉପରେ ଗୋଟେ 10 ଟେ ଗୁଣିଲେ କେତେ ହଉଛି ଦେଖ ଉପରେ ଗୋଟେ 10 ଟେ ଗୁଣିଦବା କଣ ପାଇଁ ନା ଦେଖ ଏଠି 8.4 ଅଛି ଏଇଠି ଗୋଟେ 0.0 ମାନେ ବୁଝିଛ ନା ଏଇଠି ଗୋଟେ ଦଶମିକ ପରେ ଗୋଟେ ସଂଖ୍ୟା ଅଛି ଏପଟେ ଦଶମିକ ପରେ ଗୋଟେ ସଂଖ୍ୟା କରିଦବା ହେଲା ତେଣୁ ମୁଁ ଲେଖିପାରିବି 1293 ଇଣ୍ଟୁ 8.4 ଆମକୁ କାଟିବାକୁ ସୁବିଧା ହବ 0.03 ଇଣ୍ଟୁ ପି ତମେ ଚାହିଁଲେ ଆଉ ମାନେ ଅଲଗା କି ୟୁଜ କରିବି କରିପାରିବ ଗୁଣାଗୁଣି ଡାଇରେକ୍ଟ କରିବି କରିପାରିବ ହେଲା 0.07 ଇଣ୍ଟୁ 10 କେତେ ହେଇଯିବ 0.7 ଇଣ୍ଟୁ 431 ହେଲା ବାଇ କେତେ ହବ ଏଟା 3 431 ବାଇ 0.5 ଇଣ୍ଟୁ 10 କେତେ ହବ 5 ହେଲା ତାପରେ ଏବେ କଣ କରିବା ଦେଖ ଦେଖ ଏଠି ଏଠି ଦଶମିକ ଅଛି ଏପଟେ ଦଶମିକ ଅଛି ଦଶମିକ ଦଶମିକ ଏଇଟା କଟିଯିବ ହଁ ନା ନାଇଁ ଏପଟେ ଦଶମିକ ଅଛି ଏପଟେ ବି ଦଶମିକ ଅଛି ମାନେ କଣ ଏପଟେ 10 ହରିଯାଇକି ଅଛି ଏପଟେ ବି 10 ହରିକି ଅଛି ଏପଟେ 10 10 କଟିଯିବ ହେଲା ତେଣୁ ମୁଁ ଲେଖିପାରିବି 1293 ଇଣ୍ଟୁ 84 ଇଣ୍ଟୁ 5 ଇଜିକାଲ ଟୁ ଏଟା ହେଇଛି 7 ଇଣ୍ଟୁ 431 ଇଣ୍ଟୁ ପି ପୁଣି ଇଣ୍ଟୁ ନା ଦେଖ ଏଠି ଇଣ୍ଟୁଟାକୁ ଏଇଠି ଲେଖିଦଉଛି ପି ଇଣ୍ଟୁ 3 ବାଇ ଦେଖ ଦଶମିକ ପରେ ଦିଟା ଶୂନ ତାହେଲେ ଏଠି 100 ହେଲା ଦେଖ ଏଠି 431 ତିରିକି 1293 3 କେ 3 3 ତିରିକି 9 4 ତିରିକି 12 ତାହେଲେ 431 ତିରିକି କଟିଯିବ ଏଟା ପୁରା କଟିଗଲା ଆଉ ରହିଲା 12 ହେଲା ଆଉ ପି ର ଭାଲ୍ୟୁ କେତେ ମାନେ କେତେ ରହିଲା ଏଠି 60 ଇଜିକାଲ ଟୁ ପି ବାଇ 6000 ଅପସନ କୋଉଟା ସି ହେଲା ନେକ୍ସଟ क्वेश्चन देखिए the average of the ages of Deepak and Suresh is 30 years ହେଲା while the average of the ages of Suresh and Sumit is କେତେ 32 ବର୍ଷ if the average of the age of Sumit and Deepak is 34 ବର୍ଷ ହେଲା ତାହେଲେ then what is the sum of Sumit ଦୀପକ ଏବଂ ସୁରେଶଙ୍କ ହାରାହାରି ବୟସ ହଉଛି 30 ବର୍ଷ ହେଲା ସୁରେଶ ଏବଂ ସୁମିତଙ୍କ ହାରାହାରି ବୟସ କେତେ ନା 32 ବର୍ଷ ଯଦି ସୁମିତ ଏବଂ ଦୀପକଙ୍କ ହାରାହାରି ବୟସ 34 ବର୍ଷ ତାହେଲେ ସୁମିତଙ୍କ ବୟସ କେତେ ଏଟା ବଢିଆ କ୍ୱେଶ୍ଚିନ୍ ସିମ୍ପଲ କ୍ୱେଶ୍ଚିନ୍ ହେଲା ପୁରା ଇଜି କ୍ୱେଶ୍ଚିନ୍ ଦେଖ ଆଭରେଜ ଇଜିକାଲ ଟୁ କେତେ ସମ ଅଫ ନମ୍ବର ହେଲା ଏଇଟା ହଉଛି ଆମର ବେସିକ ଫର୍ମୁଲା ବ୍ୟବହାର କରୁ ଦେଖ ଦୀପକ ଆଣ୍ଡ ସୁରେଶ ହେଲା ମୁଁ ଲେଖିବି ଏଇଟା ଦେଖ ସୁରେଶ ସୁମିତ ଏଇଟାକୁ ଅଲଗା ହେଲା ମୁଁ ଲେଖିଦଉଛି ଡି ଆଇ ଦୀପକ ହେଲା ଦୀପକ ମିଶାଣ ସୁରେଶ ତାଙ୍କ ଆଭରେଜ ବୟସ କେତେ ଦେଖ ହାରାହାରି ବୟସ ହଉଛି 30 ବର୍ଷ ତାହେଲେ ସମ କେତେ ହବ 60 ବୁଝୁଛ ନା ନାଇଁ ଆଭରେଜ ଇଜିକାଲ ଟୁ କେତେ ଆଭରେଜ ଜାଗାରେ ମୁଁ 30 ପକେଇଲି ଆଉ ସମ ହଉଛି ତାଙ୍କର ଦୀପକ ମିଶାଣ ସୁରେଶ ଡି ମିଶାଣ ଏସ୍ ବାଇ ନମ୍ବର କେତେ ନମ୍ବର ହଉଛି 2 ନା ଦି ଜଣ ପର୍ସନ ଅଛନ୍ତି 2 ତାହେଲେ ମିଶାଣ ଏସ୍ କେତେ କେତେ ହେଲେ 60 ବୁଝିଲ ନାଇଁ ଦୀପକ ଆଣ୍ଡ ସୁରେଶର ସಮೇସନ କେତେ ହବ ବୟସ ମିଶିକି କେତେ ହବ 60 ଯଦି ଆଭରେଜ 30 କେତେ 30 ହେଲା ତାହେଲେ ସମସ୍ତଙ୍କର ମିଶ୍ରଣ ଫଳ ହବ 60 ବୁଝିଲ ନା ତାପରେ ସୁରେଶ ଏବଂ ସୁମିତିଙ୍କ ବୟସର ହାରାହାରି ବୟସ କେତେ 32 ବର୍ଷ ଏଇଠି ଲେଖୁଛି ମୁଁ ସୁରେଶ
ଏଠି ଲେଖୁଛି ମୁଁ ସୁମିତ SUM, ତାହେଲେ ମିଶିଯିବ SU ହେଲା। କେତେ ହବ 32, ତାଙ୍କ ଆଭରେଜ ବୟସ ହଉଛି 32, ତାହେଲେ ସମ କେତେ ହବ 32 ଗୁଣେ 64 ହେଲା। ସମ କେତେ ହବ ଆଭରେଜ ଇଣ୍ଟୁ ନମ୍ବର, ଆଭରେଜ ଇଣ୍ଟୁ ନମ୍ବର, ବୁଝିପାରୁଛ ନା ନାଇଁ। ତାପରେ ଯଦି ସୁମିତ ଏବଂ ଦୀପକ, ଏଠି ଲେଖ ସୁମିତ DI ଫର ଦୀପକ, ମିଶିକି କେତେ ନା 34 ବର୍ଷ। ଆଗ ହାରାହାରି ବୟସ ହଉଛି 34 ବର୍ଷ, ତାହେଲେ ସମ କେତେ ହବ 68, 34 ଦୁଗୁଣେ 68। ସୁମିତିଙ୍କ ବୟସ କେତେ, ସୁମିତିଙ୍କ ବୟସ SUM ବାହାର କରିବା। କଣ କରିବା, ତିନିଟାକ ମିଶେଇ ଦିଅ। ଏଠି ଦେଖ ଦିଥର ଆସିବ DI, ନାଇଁ ଦୀପକ ଦିଥର ଆସିବେ, ତାହେଲେ 2 ଥର ଦୀପକ ହେଲା। ପୁଣି ଏଇଠି ଦେଖ ସୁମିତ ଦିଥର ଆସିବେ, 2 ଥର ସୁମିତ, ଦିଥର ସରି ଦିଥର ସୁରେଶ ଆସିବେ, 2 ଥର ସୁରେଶ ଆସିବେ, 2 ଥର ସୁମିତ ଆସିବେ, 2 ଥର ସୁମିତ ଇଜିକାଲ ଟୁ ଏଟା କେତେ ହବ ମିଶେଇଲେ 8 4 12 ହେଲା। 6 3 18 1 19 192। ତାହେଲେ ଦୀପକ ମିଶାଣ ସୁରେଶ ମିଶାଣ ସୁମିତ, ଏ 3 ଜଣଙ୍କର ବୟସ ମିଶିଲେ କେତେ, ଦୁଇଟା କମନ ଯିବ, 192 2 ରେ ହଲେ କେତେ 96, 2 ନ 18 ହେଲା, 200 2 ନ 18 200 12 96। ଆମକୁ ଦେଇଛି କଣ ସୁମିତ୍ର ବୟସ ବାହାର କରିବାକୁ, ତାହେଲେ SUM ଇଜିକାଲ ଟୁ କେତେ ହବ 96 ମାଇନସ ଦୀପକ ମିଶାଣ ସୁରେଶ, ଦୀପକ ମିଶାଣ ସୁରେଶ, ଦୀପକ ମିଶାଣ ସୁରେଶ, ଦୀପକ ମିଶାଣ ସୁରେଶ କେତେ 60, କେତେ ହବ 6 କୁ 6 9 ରୁ 6 ଗଲେ କେତେ 3, 36 ବର୍ଷ। ଅପସନ କୋଉଟା ସି ହେଲା, ପୁରା ଇଜି କ୍ୱେଶ୍ଚନ। ଏବେ ନେକ୍ସଟ କ୍ୱେଶ୍ଚନ ଦେଖିବା। ହରି covers a distance 6 minutes at the speed of the 24 kilometer per hour. What will be the speed if you want to return back to his starting point in 8 minutes ହେଲା। ଯଦି 24 କିଲୋମିଟର ପର ଆୱାର ବେଗରେ 6 ମିନିଟରେ ଏକ ଦୂରତା ଅତିକ୍ରମ କରେ ହେଲା, ସେ ଯଦି ସେହି ଦୂରତାକୁ ମାନେ ବୁଝିଲ ନାଇଁ, ସେ ଏକା ଦୂରତା 6 ମିନିଟରେ ଯେତିକି ଦୂରତା ଅତିକ୍ରମ କରୁଛି ସେଇ ଏକା ଦୂରତା ଯଦି 8 ମିନିଟରେ ଫେରିବାକୁ ଚାହେଁ, ତାହେଲେ କଣ ତା ବେଗ କେତେ ହବ, କେମିତି କରିବା। ତମେ ଏଟା ଏମିତି କରିଦବ, 6 ର ଭାଲ୍ୟୁ ଦେଇ 24 ହେଲା, ଆଉ 8 ର ଭାଲ୍ୟୁ କେତେ ହବ 6 ଇଣ୍ଟୁ 4 8 ଇଣ୍ଟୁ 4 32, 32 କିଲୋମିଟର ପର ଆୱାର। ଅପସନ କିନ୍ତୁ ନାହିଁ ହେଲା, ଅପସନ ଭୁଲ ଅଛି କି ନାହିଁ, ପ୍ରକୃତରେ 32 ହବନି, ହବନି 32 କଣ ପାଇଁ ଦେଖ 32 କଣ ପାଇଁ ହବନି, ଦେଖ ଡିଷ୍ଟାନ୍ସ କନଷ୍ଟାଣ୍ଟ ହଁ ନା ନାଇଁ। ଦେଖ 6 ମିନିଟରେ ସେ ଯେତିକି ଡିଷ୍ଟାନ୍ସ ଯାଉଛି, 8 ମିନିଟରେ ବି ସେ ସେତିକି ଡିଷ୍ଟାନ୍ସ ମାନେ କଣ ଯିବାକୁ ଚାହୁଁଛି। ଡିଷ୍ଟାନ୍ସ ଯେହେତୁ କନଷ୍ଟାଣ୍ଟ, ତାହେଲେ ଟାଇମ ଚେଞ୍ଜ ହେଇଯିବ, ମାନେ ଟାଇମ ର ଓଲଟା ସ୍ପିଡ ହେଇଯିବ ହେଲା। ମୁଁ ଏଟା କହିଥିଲି ଆଗରୁ, ଡିଷ୍ଟାନ୍ସ କନଷ୍ଟାଣ୍ଟ ମାନେ ଡିଷ୍ଟାନ୍ସ ଦିଟାକ ସମାନ, ତାହେଲେ ଟାଇମ ଇଜିକାଲ ଟୁ କେତେ ହେଇଯିବ, ଟାଇମ ର ଓଲଟା ହେଇଯିବ, ଟାଇମ ଇଜିକାଲ ଟୁ 1 ବାଇ ସ୍ପିଡ ହେଲା। ଟାଇମ ର ରେସିଓ ସ୍ପିଡ ରେସିଓ ଉଲ୍ଟା ହେଇଯିବ, ମାନେ ଟାଇମ ଇନଭର୍ସଲି ପ୍ରୋପୋର୍ସନାଲ ଟୁ ସ୍ପିଡ। ଟାଇମ ବଢିଲେ ସ୍ପିଡ କମିବ, ଟାଇମ କମିଲେ ସ୍ପିଡ ବଢିବ ହେଲା। ଦେଖ ଏଟା ଏବେ କେମିତି ଲେଖିବା, ଆଗ ଲେଖ ଏଠି ଟାଇମ, ଡିଷ୍ଟାନ୍ସ କନଷ୍ଟାଣ୍ଟ ଅଛି ଦିଟା, ଯଦି ରେସିଓ ନବା ଡିଷ୍ଟାନ୍ସ ର ଦିଟା କଟିଯିବ, ତାହେଲେ ଦରକାର ନାହିଁ ଡିଷ୍ଟାନ୍ସ ରେସିଓ, ତେଣୁ ଆଗ ନବା ଟାଇମ। ଟାଇମ କେତେ ନା 6 ମିନିଟ ହେଲା। 6 ମିନିଟ ଯିବାକୁ ଚାହୁଁଛି କେତେ ନା 8 ମିନିଟ, 8 ମିନିଟରେ ସେ କଭର କରିବାକୁ ଚାହୁଁଛି, 6 ଦେଇଛି 8 ଭାଲୁ ବାହାର କରିବା। ଯଦି ଟାଇମ 6 8 ହେଲା, ରେସିଓ ନେଇଛ 2 3 6 2 ଚଉକୁ 8 ହେଲା। ଟାଇମ ର ୟୁନିଟ କେତେ ହେଲା 3:4, ଡିଷ୍ଟାନ୍ସ କଣ ଦେଇଛି କନଷ୍ଟାଣ୍ଟ ହେଲା, ଦିଟା করে ଡିଷ୍ଟାନ୍ସ ସମାନ। ଯଦି ଡିଷ୍ଟାନ୍ସ ଦିଟା করে ସମାନ, ତାହେଲେ ସ୍ପିଡ କେତେ ହେଇଯିବ, ସ୍ପିଡ କେତେ ହେଇଯିବ ଉଲ୍ଟି ଯିବ, ତାଙ୍କ ବୁଝିଛ ନା, ତାଙ୍କ ରେସିଓ ଉଲ୍ଟି ଯିବ। ମୁଁ କହିଥିଲି 4:3 ହେଲା, ବୁଝିଛ ନା ନାଇଁ, 4:3 ହେଇଯିବ। ଡିଷ୍ଟାନ୍ସ କନଷ୍ଟାଣ୍ଟ ଥିଲେ ମନେ ରଖିବା, ଡିଷ୍ଟାନ୍ସ ଯେତେବେଳେ କନଷ୍ଟାଣ୍ଟ ଥିବ, ଟାଇମ ତମେ ରେସିଓ ନେଲା ବେଳେ ତା ସ୍ପିଡ ଟା ଉଲ୍ଟି ଯିବ ହେଲା। ଟାଇମ ର ରେସିଓ ସ୍ପିଡ ରେସିଓ ଦିଟା ଏକା ହବନି, ଉଲ୍ଟା ଉଲ୍ଟି ହବ ହେଲା। ଟାଇମ ବଢିଲେ ସ୍ପିଡ କମିବ, ସ୍ପିଡ ବଢିଲେ ଟାଇମ କମିବ। ଏବେ କଣ ଦେଇଛି ଦେଖ ନା 4 ର ଭାଲ୍ୟୁ ଦେଇଛି 24, ଏବେ ଠିକ ହବ, 4 ର ଭାଲ୍ୟୁ ହଉଛି 24 ହେଲା। ତାହେଲେ 3 ୟୁନିଟ ର ଭାଲ୍ୟୁ କେତେ 4 ଇଣ୍ଟୁ 6, 3 ଇଣ୍ଟୁ 6 18, 18 କିଲୋମିଟର per hour। ଅପସନ କୋଉଟା B। ନେକ୍ସଟ क्वेश्चन ଦେଖିବା। 24 men or 32 men can do a work in 172 days ହେଲା। ଆଉ how many long will 42 men and 30 women take to the same work, କେମିତି କରିବା। ଦେଖ 34 ମେନ୍, ଏଠି ମୁଁ ଲେଖିଛି 34 ମେନ୍
କିମ୍ବା 32 ଓମେନ୍। 34 ମେନ୍ ମାନେ ଯୋଉ କାମକୁ କରିବେ, 34 ମେନ୍ ଯୋଉ କାମ କରିବେ, କିମ୍ବା 34 ମେନ୍ ଯୋଉ କାମ କରିବେ ସେହି କାମକୁ କିଏ କରିବ ନା 32 ଓମେନ୍ ସେଇ କାମକୁ କରିବେ, ଇଜିକାଲ ଟୁ 32 ଓମେନ୍। ହଁ ନା ନାଇଁ? 34 ମଣିଷ ମାନେ 34 ଜଣ ବ୍ୟକ୍ତି, 34 ଜଣ, 34 ନା 24, ସରି ଏଇଟା 24, ମୁଁ ଭୁଲ ପଢିଛି ସରି, 24 ହେଲା। 24 ଜଣ ମ୍ୟାନ୍, 24 ଜଣ ପୁରୁଷ ଯୋଉ କାମ କରିବେ, 32 ଜଣ ଓମେନ୍ ସେଇ କାମ କରିବେ। ତାହେଲେ ରେସିଓ ନେଇଯାଅ 8 3 24, 8 ଚଉକୁ 32। ତାହେଲେ ମେନ୍ ଓମେନ୍ ର ଭାଲ୍ୟୁ କେତେ ହବ? ମୁଁ କହିଥିଲି ପଡିଶା ଘର ପସନ୍ଦ ଆସିବ ବୋଲି, ହେଲା। ନିଜର ପସନ୍ଦ ଆସିବନି, ପଡିଶା ପସନ୍ଦ ଆସିବ। ତାହେଲେ ମେନ୍ ର ଭାଲ୍ୟୁ କେତେ ହବ? 4, ଆଉ ଓମେନ୍ ର ଭାଲ୍ୟୁ କେତେ ହବ? 3, ହେଲା। ଏଇଟା ହବ ମେନ୍ ହଉଛି 4 ର ଭାଲ୍ୟୁ, ମେନ୍ ର ପଡୋଶୀ, ମେନ୍ ର ପଡିଶା 3 ନା, ମେନ୍ ର ପାଖ 3 କିନ୍ତୁ ପଡିଶା କୋଉଟା? 4। ମୁଁ କହିଥିଲି ପଡିଶା ପସନ୍ଦ ଆସିବେ, ହେଲା। ମେନ୍ ଭାଲ୍ୟୁ ହବ 4 ଆଉ ଓମେନ୍ ଭାଲ୍ୟୁ କେତେ ହବ? 3। ବାହାର କର ଟୋଟାଲ ୱାର୍କ। ଟୋଟାଲ ୱାର୍କ ତମେ ଯେମିତି ବାହାର କରିବ ଦେଖ, 24 ଇଣ୍ଟୁ ଏମ୍, ହେଲା। 24 ଇଣ୍ଟୁ ଏମ୍, ଏମ୍ ମାନେ କେତେ? 4 ଇଣ୍ଟୁ କେତେ ହବ? 172 ଦିନ, ଏଇଟା ହବ ଟୋଟାଲ ୱାର୍କ 172। କିମ୍ବା ତମେ ଏମିତି ଲେଖିପାରିବ 32 ଇଣ୍ଟୁ 3 ଇଣ୍ଟୁ 172, ଏକା କଥା, ବୁଝିଲ ନାଇଁ? 24 ଇଣ୍ଟୁ ମ୍ୟାନ୍ ଏଫିସିଏନ୍ସି ଇଣ୍ଟୁ 172। ଏବେ କଣ ଦେଇଛି ନା ଟାଇମ୍, ଟାଇମ୍ ଇଜ ଇକାଲ ଟୁ କଣ ଦେଇଛି ନା ୱାର୍କ ଅପନ୍ ଏଫିସିଏନ୍ସି, ୱାର୍କ ଅପନ୍ ଏଫିସିଏନ୍ସି ତମେ ପଢିଥିବ ଟାଇମ୍ ଆଣ୍ଡ ୱାର୍କରେ। ଟୋଟାଲ କେତେ? 24 ଇଣ୍ଟୁ 4 ଇଣ୍ଟୁ 172 ବାଇ ଏଫିସିଏନ୍ସି, ଏଫିସିଏନ୍ସି ଦେଖ ବାହାର କରିବା, 42 ଜଣ ପୁରୁଷ, ଏଠି ଦେଖ 42 ଜଣ ପୁରୁଷ, 42 ଜଣ ମେନ୍, ଆଣ୍ଡ, ହେଲା, ଏବଂ ଆଣ୍ଡ ମାନେ ମିଶାଣ, ହେଲା, ଆଣ୍ଡ 30 ଓମେନ୍, 30 ଓମେନ୍ ବାହାର କର ଏବେ। 24 ଇଣ୍ଟୁ 4 ଇଣ୍ଟୁ 172, ହେଲା, ପୁରା ସିମ୍ପଲ କ୍ୱେଶ୍ଚନ, ଇଜିକାଲ ଟୁ 42 ଇଣ୍ଟୁ 42 ମେନ୍, 42 ଚଉକୁ କେତେ? 7 ଗୁଣେ 8, 4 ଚଉକୁ 16, ହେଲା। ମାନେ ମେନ୍ ଜାଗାରେ ଏମ୍ ଜାଗାରେ ମୁଁ 4 ପକେଇଲି, ବୁଝିଲ ନା ନାଇଁ? 67 ମିଶାଣ 90, ଖାଲି କାଟାକାଟି କରିଦିଅ ହେଇଗଲା। ଏଟା ମିଶେଇଲେ କେତେ ହବ? 9 6 15, 24 ଚଉକୁ ଗୁଣିଆ ଦରକାର ନାହିଁ, ଆଗ ଇଏ କରିଦିଅ, କାଟିବା ଯେହେତୁ ଗୁଣିଆ ଦରକାର ନାହିଁ, ହେଲା। ଏଟା ମିଶେଇଲେ କେତେ ହବ? 258, 8 କୁ 8, 9 6 15, 25, ହେଲା। ଏବେ କାଟ, ଏଟା କଟୁଛି ନା ନାଇଁ କୋଉଥିରେ? 4 ରେ କଟୁଛି ନା ନାଇଁ ଦେଖ, ଏଟା 4 ବୋଧେ କଟିବନି, ହେଲା। 2 ରେ କାଟି କାଟି ଯିବା, ଆଉ କିଛି ବାଟ ନାହିଁ ଆଉ। ଦେଖିବା କଣ ହଉଛି 2 ରେ କାଟିବା। 2 ଦୁଗୁଣେ 4, ହେଲା। 2 ରେ କାଟିଲେ ଦେଖ 12 ଦୁଗୁଣେ 24, ହେଲା। 12 ଦୁଗୁଣେ 24, ଗୋଟେ ରହିବ 2 ରୁ 18, ହେଲା। ଏଇ ଟାଇପ୍ ର କାଟିବ। ତାପରେ ତାପରେ କାଟ 3 ରେ, 3 ରେ କଟିଯିବ, 3 ଚଉକୁ 12, ହେଲା। 3 ଚଉକୁ 12, 3 ତିରିକି 9, 3 ଅଷ୍ଟା 24, ତାପରେ ଏଟା କୋଉଥିରେ କଟିବ? ଦେଖ ଏଠି 4 ତିରିକି, ହଁ ଏଠି 4 କଟି ଯାଉଛି, ଏଇଟା 4 ତିରିକି 12, 4 ଚଉକୁ 16 କୁ 17, ଏଟା 4 କଟି ଯାଉଛି। ତାହେଲେ କେତେ ହେଲା? 2 ଚଉକୁ 8 ଅଷ୍ଟା 64, 64, ତାହେଲେ ଟାଇମ୍ କେତେ ହେଲା? 64, ଅପସନ ବି, ହେଲା। ନେକ୍ସଟ क्वेश्चन देखिए, टू फ्रेंड्स ए एंड बी लिव्स हावड़ा और चेन्नई at 8টা PM and 8টা 30 PM respectively, and run non-stop at a speed of 90 km per hour and 120 km per hour respectively. At what distance from Howrah will the two trains meet? ହେଲା, ଓଡ଼ିଆରେ ପଢିଆ। ଦୁଇଟି ଟ୍ରେନ୍ ଏ ଏବଂ ବି ହାଉଡାରୁ ଚେନ୍ନାଇ ଅଭିମୁଖେ ଯାତ୍ରା ଯଥାକ୍ରମେ ରାତି ଅଭିମୁଖେ ଯଥାକ୍ରମେ ରାତି 8ଟା ଏବଂ 8ଟା 30 ରେ ଯାତ୍ରା କରନ୍ତି। ସେମାନଙ୍କର ବେଗ ଯଥାକ୍ରମେ କେତେ? 90 କିଲୋମିଟର ପର ଆୱାର ଆଉ ଗୋଟେ 120 କିଲୋମିଟର ପର ଆୱାର। ହାଓଡ଼ା ଠାରୁ କେତେ ଦୂରରେ ଦୁଇଟାକୁ ଟ୍ରେନ୍ ସାକ୍ଷାତ ହେବେ? ଦେଖ କେମିତି କରିବା। ହାଓଡ଼ା ଠାରୁ ଚେନ୍ନାଇ, ହେଲା। ଏଇ କ୍ୱେଶ୍ଚନଟା ଟିକେ ଭଲରେ ଦେଖ କେମିତି କରିବା, ବୁଝିବାକୁ ବି ଟ୍ରାଏ କରିବ, ହେଲା। ଦୁଇଟି ଟ୍ରେନ୍ ଏ ଆଣ୍ଡ ବି, ଏଇଠି ଲେଖ ହାଓଡ଼ା, ଏଇଠି ଲେଖ ଚେନ୍ନାଇ, ହେଲା। ଦୁଇଟି ଟ୍ରେନ୍ ଯିବ, ହେଲା। ପ୍ରଥମେ 8ଟା ହେଇଛି, ତାପରେ 8ଟା 30, ହେଲା। କେତେ ଫରକ? 30 ମିନିଟ୍ ଫରକ, ହଁ ନା ନାଇଁ? 8ଟା 8ଟା 30 କେତେ ଫରକ? 30 ମିନିଟରେ ଫରକ, ହଁ ନା ନାଇଁ? 30 ମିନିଟର ଫରକ, ଯେମିତି 30 ମିନିଟ୍ 8ଟା ଯେମିତି ହେଲା, ଦେଖ ଯେମିତି 8ଟା ହେଲା, ଏଇଟା ନହେଲେ ଦେଖ
ଠିକ ଅଛି। ଯେମିତି ଆଠଟା ହେଲା, ଆଠଟା ଯେମିତି ହେଲା କଣ ହେଲା ନା ଆଠଟା ହେଲେ କଣ ହବ ନା ଦେଖ ଏଠି ଏଇଠୁ ଟ୍ରେନ ଏ ଟା ବାହାରିଲା ହେଲା, ଏଇଠୁ ଟ୍ରେନ ଏ ବାହାରିଲା। ଟ୍ରେନ ଏ ର ସ୍ପିଡ କେତେ 90 କିଲୋମିଟର per hour। ଟ୍ରେନ ଏ ଟା ବାହାରିଲା ଆଡେ ଯିବ ହଁ ନା ନାଇଁ। ଏଇଟା ହଉଛି ଟ୍ରେନ ଏ, ତାର ସ୍ପିଡ କେତେ ନା 90 କିଲୋମିଟର per hour। ବୁଝିଛ ନା ନାଇଁ। ତାହେଲେ ଡିଷ୍ଟାନ୍ସ ଦେଖ ଏଠି 8ଟା ରୁ 8ଟା 30, 30 ମିନିଟରେ ସେ କେତେ ଡିଷ୍ଟାନ୍ସ ଅତିକ୍ରମ କଲା ଟ୍ରେନ ଏ, କେତେ ଡିଷ୍ଟାନ୍ସ ଅତିକ୍ରମ କଲା ନା ଡିଷ୍ଟାନ୍ସ ଇଜ ଇକ୍ୱାଲ ଟୁ ସ୍ପିଡ ଇନ୍ ଟାଇମ। ତାହେଲେ ସ୍ପିଡ ହଉଛି ତାର 90 ମିନିଟ 90 କିଲୋମିଟର per hour, ଆଣ୍ଡ ଟାଇମ କେତେ 30 ମିନିଟ। ତାହେଲେ 90 × 30 ମିନିଟ ଅଛି ସେଠୁ ହାୱାରେ କନଭର୍ଟ କର, 30 × 60 1/2 ଇଜିକାଲ ଟୁ କେତେ ହବ 45 ହେଲା। ତାହେଲେ ଏଇଠୁ ଏଠିକ ଡିଷ୍ଟାନ୍ସ କେତେ ତାହେଲେ 45। 8ଟା 30 ଅଧଘଣ୍ଟା ଭିତରେ ସେ କେତେ ଡିଷ୍ଟାନ୍ସ ଅତିକ୍ରମ କଲା ଟ୍ରେନ ଏ 45। ତାହେଲେ ଏଇଠୁ ଏଠିକର ଡିଷ୍ଟାନ୍ସ ହଉଛି 45 ହେଲା। ଏଇଟା ହଉଛି ହାୱଡା, ଏଇଟା ହଉଛି ଚେନ୍ନାଇ। ତାପରେ କଣ ହେଇଛି ଦେଖ ନା ଆଉ ଗୋଟେ 8ଟା 30 ହେଲା, ଏଇଠି ଏଇଠି ମନେକର 8ଟା 30, 8ଟା 30 ଏବେ ହେଇଗଲା ହେଲା। 8ଟା 30 ଏବେ ହେଇଗଲା ଯୋଉଟା ପଳେଇଛି। ଏବେ 8ଟା 30 ଯେମିତି ହେଲା, ଏଇଠୁ ବାହାରିଲା ଟ୍ରେନ ବି, ଏଇଠି ହେଲା, ଏଇଠୁ ବାହାରିଲା ଏମିତି ଟ୍ରେନ ବି। ଟ୍ରେନ ବି ର ସ୍ପିଡ କେତେ, ଏଇଟା ହଉଛି ଟ୍ରେନ ବି ର ସ୍ପିଡ କେତେ ନା 120 କିଲୋମିଟର per hour ହଁ ନା ନାଇଁ। 120 କିଲୋମିଟର per hour। ତାହେଲେ ଟାଇମ କେତେ ନା ଏଇଠି ମିଶିବେ। ଆର ସ୍ପିଡ 90 କିଲୋମିଟର per hour, ଟ୍ରେନ ବି ର ସ୍ପିଡ ହଉଛି 120 କିଲୋମିଟର 120 କିଲୋମିଟର per hour। ଆମକୁ ଜଣା ନାହିଁ କୋଉଠି ମିଶିବେ, ମନେକର ଏଇଠି ମିଶିବେ ହେଲା, ଏଇଠି ମନେକର ମିଶିବେ। ତାହେଲେ ଏଇଠୁ ଆଉ ଏତିକିର ଡିଷ୍ଟାନ୍ସ କେତେ ଯୋଉଠି ମିଶିଲେ ହେଲା। ଚେନ୍ନାଇ ହାର୍ଡ ଅଛି, ଜଣା ନାହିଁ ଚେନ୍ନାଇ କୁଆଡେ ଅଛି, କିନ୍ତୁ ମିଶିଲେ ଏଇଠି। ସେ ପଚାରୁଛି କୋଉଠି ମିଶିଲେ, ଏଇଠୁ ହାଉଡାରୁ ଏଇଠି ମିଶିଲେ ନା। ଏଇଠୁ ତାହେଲେ ଏତିକିର ଡିଷ୍ଟାନ୍ସ କେତେ, ଏଇଟା ହଉଛି 45, ଆମେ ଖାଲି ଏତିକ ବାହାର କରିଦେଲେ ମିଶି ମାନେ ବାହାରି ପାରିବ ହେଲା। କେମିତି କରିବା ଦେଖ, ମିଟିଂ ଟାଇମ ଟି ଟା ବାହାର କରିଦବା ହେଲା ନା। ମିଟିଂ ଟାଇମ ଟି ଟା ବାହାର କରିଦବା, ଟି ଇଜ ଇକ୍ୱାଲ ଟୁ କେତେ ହବ ଡିଷ୍ଟାନ୍ସ ଅପନ ସ୍ପିଡ। ଦେଖ ମିଟିଂ ଟାଇମ ଟି ଇଜ ଇକ୍ୱାଲ ଟୁ କେତେ ହବ, ମନେକର ଏଇଠି ମିଶିଲେ ତାହେଲେ କେତେ ଟାଇମ ପରେ ମିଶିଲେ ଜଣା ନାହିଁ, ଏଇ ଟାଇମ ଟା ବାହାର କରିଦବା। ଟାଇମ ଇଜ ଇକ୍ୱାଲ ଟୁ କେତେ ହବ ଡିଷ୍ଟାନ୍ସ ଅପନ ସ୍ପିଡ। ଡିଷ୍ଟାନ୍ସ କେତେ 45 ବାଇ ସ୍ପିଡ କେତେ ସେମ ଡିରେକ୍ସନ ଗଲେ ସ୍ପିଡ କଣ ହେଇଯିବ ଫେରାଣ କରାହେଇଯିବ। ମୁଁ କହିଥିଲି ବି ଆଗରୁ, ଏଟା କେତେ ହେଇଯିବ 30 ହେଲା। 120 ଗଲେ କେତେ ହବ 30, 15 × 2 = 30, 15 3 × 45 କେତେ 1.5 ଘଣ୍ଟା, 1.5 ଆୱାର ହେଲା। ଏବେ ବାହାର କର ଦେଖ, ଏଇଠି ଏତିକି ବାହାର କରିଦବ କିମ୍ବା ଆଉ କେମିତି ବାହାର କରିବା ଏଟାକୁ। ଟାଇମ ଟି ଟା କେତେ ବାହାରିଲା 1.5 ଘଣ୍ଟା। ତାମାନେ ଏଇଠୁ ଏତିକି କେତେ ଗଲା 1.5 ଘଣ୍ଟା ହେଲା। ଏଇଠୁ ଏତିକି ଲାଗିଲା କେତେ 1.5 ଘଣ୍ଟା, ମାନେ ଆକୁ ଟ୍ରେନ ଏ କୁ କିମ୍ବା ଟ୍ରେନ ବି କୁ ବି ହଉ, ଏଇଠୁ ଏତିକି ପହଞ୍ଚିବାକୁ ଟ୍ରେନ ଏ କୁ ଲାଗିଲା 1.5 ଘଣ୍ଟା ହେଲା। ଏଇଠୁ ଏତିକି କେତେ ନା 30 ମିନିଟ ମାନେ କେତେ ଅଧଘଣ୍ଟା ହଁ ନା ନାଇଁ। ଏଇଠୁ ଏତିକ 1.5 ଘଣ୍ଟା, ଆଉ ଏଇଠୁ ଏତିକ ଅଧଘଣ୍ଟା। ମୁଁ ଏଇଟା କଲର ଚେଞ୍ଜ କରୁଛି, ଭଲରେ ବୁଝ ଏଇଟା। ଏଇଠୁ ଏତିକ କେତେ 1.5 ଘଣ୍ଟା, ଆଉ ଏଇଠୁ ଏତିକ ଅଧଘଣ୍ଟା ହେଲା। ତାହେଲେ ଏଇଠୁ ଏତିକ କେତେ ଘଣ୍ଟା ହେଲା 2 ଘଣ୍ଟା। ତାହେଲେ ଟୋଟାଲ ଟାଇମ ଏବେ କେତେ, ଟୋଟାଲ ଟାଇମ ଇଜିକାଲ ଟୁ କେତେ 1.5 ଘଣ୍ଟା ମିଶଣ ଅଧଘଣ୍ଟେ କେତେ 2 ଘଣ୍ଟା ହେଲା। ଟୋଟାଲ ଟାଇମ କେତେ ହେଲା 2 ଘଣ୍ଟା। ତାହେଲେ 2 ଘଣ୍ଟା ପରେ ସେମାନେ ମିଶିଛନ୍ତି ହେଲା। ମାନେ ଏଇଠୁ ଏତିକ 2 ଘଣ୍ଟା ସମୟ ଲାଗିଲା, ଏଇଠୁ ଏଠିକି ଯିବାକୁ କେତେ ସମୟ ଲାଗିଲା 2 ଘଣ୍ଟା ସମୟ ଲାଗିଲା। ଏବେ କର ଦେଖ, 1 ଘଣ୍ଟାରେ ଅଧେ ଘଣ୍ଟାରେ 45 କିଲୋମିଟର ହେଲା। ଏବେ ଦେଖ ଏଠି 30 ମିନିଟର ଭାଲ୍ୟୁ ହଉଛି 45 କିଲୋମିଟର, ମାନେ ଅଧେ ଘଣ୍ଟାରେ 45 କିଲୋମିଟର। ତାହେଲେ ଘଣ୍ଟାରେ କେତେ 90 କିଲୋମିଟର, 2 ଘଣ୍ଟାରେ କେତେ 180 କିଲୋମିଟର ହେଲା। ତମେ ଏମିତି ବି ଚାହିଁଲେ କରିପାରିବ, କିମ୍ବା ଆଉ ଗୋଟେ ବି କରିପାରିବ। ଦେଖ ଆଉ ଗୋଟେ କେମିତି କରିବା ଦେଖ, ଆଉ ଗୋଟେ ଦେଖ କେମିତି କରିବେ। ମିଟିଂ ଟାଇମ ଟି କେତେ ବାହାରିଲା, ମିଟିଂ ଟାଇମ ଟି ଟା ଯେମିତି ହେଲେ ବାହାର କରିବ, ମାନେ କେତେ ଘଣ୍ଟା ପରେ ସେମାନେ ମିଟ ହେଲେ ଯାଇ ହେଲା। ମିଟିଂ ଟାଇମ ଟି ଟା କେତେ 1.5 ଘଣ୍ଟା ହେଲା। ତାର ଡିଷ୍ଟାନ୍ସ ଇଜ ଇକ୍ୱାଲ ଟୁ କେତେ ସ୍ପିଡ ଇନ ଟାଇମ। ସ୍ପିଡ କାହାର ନବା 120 ର, ଦେଖ ଏଇଠୁ ଏତିକି ଯାଇଛି ହେଲା। ଇଏ ଏଇଠୁ ଟ୍ରେନ ବି ଟା ଦେଖ, ଟ୍ରେନ ବି ଟା ଏଇଠୁ ଆରମ୍ଭ କଲା ଏଇଠିକି ପହଞ୍ଚିଛି ହେଲା। ଇଏ ସବୁ ଟୋଟାଲ ଡିଷ୍ଟାନ୍ସ ଅତିକ୍ରମ କରୁଛି, ବୁଝିଲ ନା ନାଇଁ। ଇଏ ଏଇଠୁ ଯାଇଛି, ତାମାନେ ଇଏ ଏଇଠୁ ଦେଖ ଏଇଠି କେମିତି ଲମ୍ବି ଯାଇଛି, ତାମାନେ 120
इंटू डिस्टेंस स्पीड इंटू टाइम इंटू टाइम कारण ना 1.5 घंटा नहीं सीधा 1.5 घंटा इजिकल टू केते 120 इंटू 15/10 ହେଲା। ଦେଖ 5 ତିରିକି 15 5 ଦୁଗୁଣେ 10 2 ରେ କାଟିଲେ କେତେ 60 18 180 ହେଲା। ଏମିତି ବି ବାହାରିଲା। ଆଉ ଗୋଟେ ବି ବାହାର କରିପାରିବ ଦେଖ ଏଠି ଟ୍ରେନ ଏ କୁ ବି ନେଇକି ବାହାର କରିପାରିବ ଟ୍ରେନ ଏ କୁ କେମିତି ନେଇକି ବାହାର କରିବ ଏଇଠି ଦେଖ 30 ମିନିଟ୍ ମାନେ ଏଠି କେତେ ଏଇଠି 45 କିଲୋମିଟର ହେଲା 45 କିଲୋମିଟର କେମିତି ହେଲା ବୁଝିପାରିଲ ଟି 45 କିଲୋମିଟର ଆଉ ଏଇଠୁ କେମିତି ବାହାର କରିଦବ ଏଇଠୁ 45 କିଲୋମିଟର ଆଉ 1.5 ଘଣ୍ଟା ଏଇଠି ଏଇଠୁକୁ ଏଇଠିକି ଚଲେଇ ଦବ 1.5 ଘଣ୍ଟାରେ ଟ୍ରେନ ଏ ର ସ୍ପିଡ କେତେ 90 କିଲୋମିଟର पर आवर ତାହେଲେ ଡିଷ୍ଟାନ୍ସ କେତେ ହବ 90 ଇଣ୍ଟୁ 1.5 ଯେତିକି ବାହାରିଲା ଟୋଟାଲ ଡିଷ୍ଟାନ୍ସ ଏଠି ମିଶାଇ ଦବ ଏଇଠି ଯେତିକି ଡିଷ୍ଟାନ୍ସ ବାହାରିଲା ଏଇଟା ମିଶାଣ ଏଇଟା ହେଲା ତମେ ଏମିତି ଚାହିଁଲେ କରିପାରିବ ଅପସନ କୋଉଟା ବି ନେକ୍ସଟ क्वेश्चन देखिए A fixed deposit of 1 lakh in a bank on interest 14,490 at 7% compound interest annually. What is the time period? ହେଲା ଟାଇମ ପିରିୟଡ଼ ତାହେଲେ କେତେ ଦେଖ କେମିତି କରିବା ଏଇଟା ରେଟ୍ ଦେଇଛି ଦେଖ କିଛି ଦରକାର ନାହିଁ ରେଟ୍ ହେଲା ରେଟ୍ କିଛି ଦରକାର ନାହିଁ ଡାଇରେକ୍ଟ କର କେମିତି କରିବା ଏଇଟା ଏକରେ କେତେଟା ଶୂନ 5ଟା ଶୂନ 1 3 2 5 5ଟା ଶୂନ କେତେ ଟଙ୍କା ହେଇଯାଉଛି ନା 14,490 ଦେଖ 14,490 ଟା କଣ ସୁଧ ମିଳୁଛି ହେଲା 1 ଲକ୍ଷ ଟଙ୍କାରେ ଏତିକି ସୁଧ ମିଳୁଛି ପୁଣି କଣ କମ୍ପାଉଣ୍ଡ ଇଣ୍ଟରେଷ୍ଟ ହେଇଗା ତାହେଲେ ଏମାଉଣ୍ଟ କେତେ ହଉଛି ନା 114 ହେଲା 114,490 ଏଇଟା ହଉଛି ଏମାଉଣ୍ଟ ଏଇଟା ହଉଛି ପ୍ରିନ୍ସିପାଲ ଏଇଟା ହଉଛି ଏମାଉଣ୍ଟ ହେଲା ଏବେ କାଟ ଏଇଟା ଶୂନକୁ ଶୂନ କାଟିଦିଅ ହେଲା ଆଉ କଣ କରିବା ଦେଖ ଏଇଟା ତ ଆର ରୁଟ ଓଭର ହଉଛି 100 ଯଦି ଆର ରୁଟ ଓଭର କରିବା ଆର 100 ରୁଟ ଓଭର ହେଇଯିବ ଆଉ 1100 ଏଇଟା 114 ରୁଟ ଓଭର କେତେ ହବ 114 ରୁଟ ଓଭର ତମେ ଯଦି ନବ ନିୟରଲି ତମର 107 ହିଁ ଆସିବ କାରଣ 7% ଦେଇଛି ନା ହେଲା 7% ଦେଇଛି ନା ରେଟ୍ 7% ଦେଇଛି 107 ହିଁ ଆସିବ ଆଖି ମୁଜିକି 107 ହିଁ କର ହେଲା ଯଦି ବିଶ୍ୱାସ ହଉନି ଦେଖ ଗୁଣି ଦିଅ ବି 107 ଇଣ୍ଟୁ 107 ରେଟ୍ ଦେଇଛି 7% ନା 107 ହିଁ ହବ 750 ହେଲା 7 କି ଶୂନ କେତେ ହବ ଏଟା 107 9 କୁ 9 4 କୁ 4 7 7 14 ହେଲା 1 1 ଦେଖ କହୁଥିଲି 1 1 14 4 4 7% ଦେଇଛି ନା ରେଟ୍ 7 ହିଁ ହବ 107 ହେଉଛି ରୁଟ ଆକୁ ଯଦି ଆମେ ରୁଟ ଓଭର ବାହାର କରିବା ଆର 107 ହେଲା ରୁଟ ଓଭର ବି କେମିତି ବାହାରିବ ମୁଁ କହିଥିଲି ଆଗରୁ ହେଲା ସର୍ଟରେ ବି କହିଛି ତମେ ଦେଖିବ ଏବେ କଣ କରିବା 1000 ରୁଟ ଓଭର ବାହାର କରିଦିଅ ରୁଟ ଓଭର ବାହାର କରିଦିଅ ଏଟା କେତେ ହେଇଯିବ 100 ଦେଖ ରୁଟ ଓଭର ବାହାର କଲେ ମାନେ କଣ ଏଟା ସ୍କୋୟାର ହେଇକି ଥିଲା ମାନେ ବୁଝୁଛ ନା 1/2 ହଁ ନାଇଁ ତାହେଲେ ଆର ଯଦି ଆମେ ସ୍କୋୟାର କରିବା 2 ବର୍ଷ ପରେ ଦେଖ 2 ବର୍ଷ ପରେ ଏତିକି ଟଙ୍କା ଏତିକି ହେଲା ସିଧା କଥା ହେଲା ତାହେଲେ 2 ବର୍ଷ ଲାଗିଲା 107 ରେଟ୍ ବି 7% ତାହେଲେ କେତେ ବର୍ଷ ଲାଗିଲା ମାନେ 2 ବର୍ଷ ଆକୁ ଯଦି ଆମେ ସ୍କୋୟାର କରିବା ଏଇଠି ପହଞ୍ଚୁଛେ ତାହେଲେ କେତେ ସମୟ ଲାଗିଲା 2 ବର୍ଷ ଲାଗିଲା ହେଲା ଟାଇମରେ ଆମେ ସ୍କୋୟାର କରିଦବା ଟାଇମରେ ସ୍କୋୟାର କଲେ ଏତିକି ବାହାରୁଛି ଆନ୍ସର କେତେ 2 ବର୍ଷ ନେକ୍ସଟ କ୍ୱେଶ୍ଚନ ଦେଖିବା ତାମାନେ ସିଧା କଥା ହଉଛି ତମେ ଦେଖିବ ଏଇଟା ରୁଟ ଓଭର ହଉଛି କି କ୍ୟୁବ ହଉଛି ମନେକର କ୍ୟୁବ ରୁଟ ହେଇଥାନ୍ତା ତାହେଲେ 3 ବର୍ଷ ହେଇଥାନ୍ତା ଆନ୍ସର ହେଲା ଦେଖ ଏଇଟା ଆମେ ସ୍କୋୟାର ରୁଟ ମାନେ କରିଦଉଛେ 2 ବର୍ଷ ଆନ୍ସର ମାନେ 2 ବର୍ଷ ପରେ 100 ଟଙ୍କା ଏତିକି ଟଙ୍କା ହେଇଗଲା ହେଲା 100 ଟଙ୍କା ଏତିକି ଟଙ୍କା ହେଇଗଲା ଆଉ 107 ଟଙ୍କା ଏମିତି ହେଇଗଲା ନେକ୍ସଟ କ୍ୱେଶ୍ଚନ ଦେଖିବା ପି କ୍ୟୁ ଆର ଟୁଗେଦର ଇନଭେଷ୍ଟେଡ 50,000 ଇନ୍ ଏ ବିଜନେସ ହେଲା ପି ୟୁ ସବସ୍କ୍ରାଇବ 4,000 ମୋର ଦାନ କ୍ୟୁ while Q subscribed 5,000 more than R while what will be P share if the total profit at the end of year is 25,000 ତାର କଣ ନା ଦେଖ P Q R ଟୁଗେଦର 50,000 ତାହେଲେ P ହେଲା ମୁଁ ଲିଖିପାରିବି ଏଠି P ମିଶ୍ରଣ Q ମିଶ୍ରଣ R ଏମାନଙ୍କ ଟୁଗେଦର ପଇସା ହବ 50,000 ହେଇପାରିବ ମାନେ ନାଇଁ ତାପରେ କଣ ନା P ଇଜିକାଲ ଟୁ କେତେ ନା P 4,000 ମୋର ଦାନ Q P ଇଜିକାଲ ଟୁ 4,000 ପ୍ଲସ ର Q ହେଲା ତାପରେ କଣ Q ର ଏମିତି ହବ Q ସବସ୍କ୍ରାଇବ 5,000 ମୋର ଦାନ 5,000 କାଟୁ ନା 8 ଅଧିକ ହେଲା ତାହେଲେ କଣ କରିବା ଦେଖ ଏବେ ସମସ୍ତଙ୍କୁ ଗୋଟାକୁ ଆଣ ହରି ହେଲା ସମସ୍ତଙ୍କୁ ଏବେ ଗୋଟା ଟିକେ ଆଣ ହରି ମାନେ ଦେଖ R ର ଭାଲ୍ୟୁ ବାହାର କରିଦିଅ ହେଲା ମାନେ R ର ଜାଗା ଏଠି P ଜାଗାରେ ଆମେ ପକେଇ ପାରିବା 4,000 ମିଶ୍ରଣ Q ଏଠି R ଜାଗାରେ ଏମିତି ପକେଇଦବା ବୁଝୁଛ ନା ନାଇଁ Q ଟାକୁ ସବୁଥିରେ ରହିଯିବ 3 Q ହେଇଯିବ
ହେଲା 3 କିଉ ହେଇଯିବ କି କ୍ୟୁଟା ଗୋଟେ କଟିଯିବ ଦେଖିବା। ତାହେଲେ ଆର ଭାଲ୍ୟୁ କେତେ ହବ ନା କ୍ୟୁ ମାଇନସ 5000 ଇଜିକାଲ ଟୁ ଆର। ବୁଝିଛ ନା ନାଇଁ? ଏବେ ଦେଖ ପି ଜାଗାରେ ପକ, ପି ଜାଗାରେ କେତେ 4000 ମିଶାଣ କ୍ୟୁ, ମିଶାଣ କ୍ୟୁ ଜାଗାରେ କ୍ୟୁ ରହିଲା, ମିଶାଣ ଆର ଜାଗାରେ ମୁଁ କେତେ ପକେଇବି ଏଠି, ଆର ଜାଗାରେ କେତେ ପକେଇବି କ୍ୟୁ ମାଇନସ 5000 ଇଜିକାଲ ଟୁ କେତେ 50000 ହେଲା। 3 କ୍ୟୁ ଇଜିକାଲ ଟୁ କେତେ ହବ 4 5 ଗଲେ -1, -1 ଯେତେବେଳେ ଏପଟେ ଆସିବ ଭାରି 51000 ହେଇଯିବ, ପ୍ଲସ 1 ହେଇଯିବ 51000 ହେଲା। ତାହେଲେ କ୍ୟୁ ଇଜିକାଲ ଟୁ କେତେ ହେଲା 17000, 77 କି 51 ନାଇଁ କି? ତାର କଣ ହେଇଛି ପି ର ସେୟାର କେତେ ହବ, ଯଦି କ୍ୟୁ କେତେ ଅଛି, ମାନେ ମାନେ ଯେତିକି ଇନଭେଷ୍ଟ କରିଥିବେ ସେଇ ରେସିଓରେ ହିଁ ତ ପାଇବେ ନା ପଇସା, ପ୍ରଫିଟ ପାଇବେ ହେଲା। ଏବେ ପି ର ରେସିଓ ବାହାର କର, ପି ଇଜିକାଲ ଟୁ କେତେ ହବ, ମାନେ ପି ର କେତେ ଇନଭେଷ୍ଟ ପଇସା କେତେ ହବ 17 ମିଶାଣ 4 22 ହେଲା। କ୍ୟୁ ର 17 ବାହାରିଲା, ଆଉ ଆର ର କେତେ ହବ 17 ମାଇନସ 5 12000 ହେଲା। ଯଦି ରେସିଓ ନେଇଯିବା ଦେଖ ଏଠି 3ଟା ଶୂନ 3ଟା ଶୂନ 3ଟା ଶୂନ କଟିଗଲା ହେଲା। ତାମାନେ 25000 କାହାର ଭାଲ୍ୟୁ ହବ, ବାହାର କରିବା ପି ର 25000 ହବ କାହାର ଭାଲ୍ୟୁ, ମାନେ ଇନଭେଷ୍ଟ ରେସିଓ ର ଭାଲ୍ୟୁ ହେଲା। 12 ମିଶାଣ 7 2 7 2 9 2 କେତେ 11, ସରି 7 2 9, ସରି ଏଇଟା 17 4 ମିଶେଇଲେ 21, ସରି ଏଇଟା 22 ହେଇଛି 21 ହେଲା। କାରଣ ଏକ ଦଶା ଦି 1 ରହିବ, ଏଟା କଟୁନି। 7 2 9 1 10 ଶୂନ ନେଲା କେତେ 1 4 1 5 ହେଲା। 50 ର ଭାଲ୍ୟୁ ଆମକୁ ଦରକାର, କାହାର ଭାଲ୍ୟୁ ପି ର ଭାଲ୍ୟୁ ମାନେ କେତେ 21 ର ଭାଲ୍ୟୁ ହେଲା। ଦେଖ ଏଠି ଗୋଟେ ଶୂନ କାଟିଦିଅ, 5 ରେ କାଟିଲେ 25, 5 21 ପଞ୍ଚା କେତେ 105, 105 ଏଠି ଯୋଡେ ଶୂନ ଅଛି, ଯୋଡେ ଶୂନ, ଏଇଟା ହଉଛି ପି ର ସେ ଅପସନ କୋଉଟା ସି ହେଲା। ଏବେ ନେକ୍ସଟ କ୍ୱେଶ୍ଚନ ଦେଖିବା। Shruti made a purchase of several article PQR in the proportion 3:2:3 ହେଲା, by paying a total amount of 4800 if the unit of the cost article PQR କେତେ 290 60 respectively, ତାହେଲେ article of Q ର article ତାହେଲେ କେତେ, ତାହେଲେ କେମିତି ବାହାର କରିବା, ଏଠି ଲେଖ P, ଏଠି ଲେଖ Q, ଏଠି ଲେଖ ହେଲା। P ର କେତେ proportion କେତେ ନା 3:2:3, 3:2:3 ତାଙ୍କର ଇନଭେଷ୍ଟ ଆମାଉଣ୍ଟ କେତେ, ଆମାଉଣ୍ଟ କେତେ ପି ର ହଉଛି 200 ହେଲା, ଆଉ ଆର କେତେ 90 ଟଙ୍କା, ଆର କେତେ 60 ଟଙ୍କା, ଟୋଟାଲ କେତେ କେତେ 600 ହେଲା। ଆର କେତେ ହେଇଯିବ, ମାନେ ଏଟା ଏକ୍ସ ନେଇଯିବ, ଏଟା ରେସିଓ କୁ ନେଇଯିବ, ଏକ୍ସ ନେଇଯିବ, ଏକ୍ସ ନେଲେ ଭଲ ହବ ହେଲା। ଏଇଟା ଏକ୍ସ ନେଇଯିବ, ଏଇଟା ଏମିତି କେତେ ହେଇଯିବ 980 ଏକ୍ସ ହେଲା। ଆର କେତେ ହେଇଯିବ ରେସିଓ ବି, ଏଇଟା ବି ରେସିଓ ହବ 6 3 କେତେ 80 180 ଏକ୍ସ ହେଲା। ଏମାନଙ୍କ ଟୋଟାଲ କଷ୍ଟ କେତେ 4800, ତାମାନେ ଏ ତିନିଟାକୁ ମିଶେଇ କେତେ 4800, ତାହେଲେ 4800 କାହାର ଭାଲ୍ୟୁ, ଏ ତିନିଟାକ ମିଶ୍ରଣ ଫଳର ଭାଲ୍ୟୁ କେତେ 6 180 180 18 2 36, 36 ରେ 6 ମାନେ କେତେ ହବ 3600 360 ମିଶ୍ରଣ 600 9600 960 960 ଏକ୍ସ ହେଲା। 960 ଏକ୍ସ ଆମେ ଦରକାର କାହାର ଭାଲ୍ୟୁ, ଆମକୁ ଦରକାର କ୍ୟୁ ର ଭାଲ୍ୟୁ, କ୍ୟୁ ର ଭାଲ୍ୟୁ କେତେ 180 ଏକ୍ସ ହେଲା। ଏକ୍ସ କୁ ଏକ୍ସ କାଟିଦିଅ, ଗୋଟେ ଶୂନ କଟିଗଲା, 16 16 96 16 ତିରିକି କେତେ 48, 3 ଦୁଗୁଣେ 6 ହେଲା, 2 9 18 କେତେ 900 ହେଲା, 900 ବୁଝିଲ ନା ନାଇଁ। ତାମାନେ କଣ 180 ଏକ୍ସ ର ଭାଲ୍ୟୁ ହବ 900, ହଁ ନା 180 ଏକ୍ସ ର ଭାଲ୍ୟୁ ହବ 900, ମାନେ ଏତିକର ଭାଲ୍ୟୁ ନାଇଁ କି, ସରି କ୍ୟୁ ର ଭାଲ୍ୟୁ, ଟିକେ ଏତିକର ଭାଲ୍ୟୁ, ଏତିକର ଭାଲ୍ୟୁ, ଏତିକର ଭାଲ୍ୟୁ ହବ 900, ତାମାନେ 180 ଏକ୍ସ ର ଭାଲ୍ୟୁ ହବ କେତେ 900। ତାହେଲେ ଏକ୍ସ ର ଭାଲ୍ୟୁ କେତେ ହବ, ଏଠି ଗୋଟେ ଶୂନ କାଟିଦିଅ ହେଲା। ତାହେଲେ ଏକ୍ସ ର ଭାଲ୍ୟୁ କେତେ ହବ 5, ଏଠୁ କ୍ୟୁ ର ଏମାଉଣ୍ଟ କେତେ, ମାନେ କ୍ୟୁ ର ଆର୍ଟିକଲ ସଂଖ୍ୟା କେତେ, ଏଇଟା ହଉଛି ଆର୍ଟିକଲ, ଏଇଟା ହଉଛି ପ୍ରାଇସ୍, ହଁ ନା ନାଇଁ, ଏଟା ଆର୍ଟିକଲ ନେଇଛେ, ଏଟା ପ୍ରାଇସ୍ ନେଇଛେ, କ୍ୟୁ ର ଆର୍ଟିକଲ କେତେ 2x,
x ର ଭାଲ୍ୟୁ ହଉଛି 5 ତାହେଲେ ଆର୍ଟିକଲ ଇଜିକାଲ ଟୁ ଆର୍ଟିକଲ ଅଫ q କେତେ ହବ ଆର୍ଟିକଲ ଅଫ q ଇଜିକାଲ ଟୁ କେତେ ହବ 5 into 2 ଇଜିକାଲ ଟୁ 10 ଅପସନ କୋଉଟା 10 ମାନେ କଣ 90 into 10 ଇଜିକାଲ ଟୁ 900 ହବନି କି ହେଲା ନେକ୍ସଟ क्वेश्चन ଦେଖିବା 3 number are in the ratio of 1 by 2 2 by 3 3 by 4 if the difference between the smallest and the largest number is 36 find the number ତିନୋଟି ନମ୍ବର 1 by 2 1 2 by 3 3 by 4 ଏଟା କେମିତି କରିବା ଏଟା ଦେଖ ଏଠି ଫ୍ୟାକ୍ଟର ରେ ଅଛି ମାନେ କଣ ଫ୍ୟାକ୍ଟରାଇଜେସନ ହେଇକି ଅଛି ଆକୁ ଏଟା ସିଙ୍ଗଲ ଡିଜିଟ ରେ ବା ସିଙ୍ଗଲ ଭ୍ୟାଲ୍ୟୁ ରେ ପରିଣତ କରିଦବା ହେଲା 1 by 2 ତାପରେ କେତେ ଅଛି ରେସିଓ 2 by 3 ରେସିଓ 3 by 4 ପରିଣତ କରିଦିଅ ସିଙ୍ଗଲ ଭ୍ୟାଲ୍ୟୁ ରେ ହେଲା ଏଲସିଏମ ନେଇଯିବ କେତେ ହବ ଏଲସିଏମ ଏଲସିଏମ କେତେ ହବ 12 ହେଲା 1 by 2 into 6 କେତେ ହେଇଯିବ 6 ମାନେ 1 by 2 into 12 1 by 2 into 12 ଏଇଟା କହିଲେ 2 by 3 into 12 ପଢା ହିନ୍ଦୀ କଣ 3 by 4 into 12 ହେଲା 200 କେତେ 6 ରେସିଓ ନବୁ 3 ଚଉକୁ 4 4 3 3 ତାହେଲେ 6x 4x 9x ହେଲା ସବୁଠାରୁ ଛୋଟ ସବୁଠାରୁ ବଡ ସବୁଠାରୁ ଛୋଟ କୋଉଟା 4x ସରି 9x ସବୁଠାରୁ ଛୋଟ ହଉଛି 4x ହେଲା ସବୁଠାରୁ ଛୋଟ ବଡ ତାର ଭାଲ୍ୟୁ କେତେ 36 ସରି ଏଇଟା 2 ଚଉକୁ 8 ଏଇଟା 8 ହବ ସରି ଏଇଟା 8 ହବ ଭେରି ଭେରି ସରି ହେଲା ସବୁଠୁ ବଡ ସଂଖ୍ୟା କୋଉଟା ମାନେ ସବୁଠାରୁ ଛୋଟ ସଂଖ୍ୟା ସବୁଠାରୁ ବଡ ସଂଖ୍ୟା ସବୁଠାରୁ ଛୋଟ ସଂଖ୍ୟା କୋଉଟା 9x ଆଉ ସବୁଠାରୁ ଛୋଟ ସଂଖ୍ୟା କୋଉଟା 6x ତାହେଲେ ଆଙ୍କ ଭିତରେ ଡିଫରେନ୍ସ କେତେ 3x 3x ର ଭାଲ୍ୟୁ କେତେ 36 x ର ଭାଲ୍ୟୁ କେତେ 12 ସଂଖ୍ୟା ଗୁଡିକ ବାହାର କର 1272 12ଟା 96 ହେଲା 1272 12ଟା 96 12 9 କେତେ 108 ଏଇଟା 3 3 4 3 12 3 3 9 ଏଠି ବି 9 3 ଲାଗିବ ହେଲା 12 9 108 ଅପସନ କୋଉଟା ଡି ନେକ୍ସଟ क्वेश्चन ଦେଖିବା ହେଲା ହଁ ସେକେଣ୍ଡ ଲାଷ୍ଟ क्वेश्चन ଏଇଟା କୋଡିଏଟା ହିଁ क्वेश्चन କରିବା ହେଲା a train 180 meter long process a platform in 24 seconds and process a electric pole in 12 seconds find the length of the train ଦେଖ ଏଇଟା ଗୋଟେ ଟ୍ରେନ ଇଏ କଣ କରୁଛି ଆର ଲେନ୍ଥ ହଉଛି 180 ମିଟର ସ୍ପିଡ ଆମେ ଜାଣିନେ ମିଟର ପର ସେକେଣ୍ଡ ନେଇଛ ସ୍ପିଡ ମାନଙ୍କର ଜାଣିନେ ସ୍ପିଡ ହଉଛି x ମିଟର ପର ସେକେଣ୍ଡ ନେଇଛ ହେଲା ଯେହେତୁ ଏଟା ଡିଷ୍ଟାନ୍ସ ମିଟର ଦେଇଛି ଆମେ ମିଟର ହିଁ ବାହାର କରିବା ହେଲା ଯଦି ଏଟା କିଲୋମିଟର ଥାନ୍ତା ଆମେ ଏଠି କିଲୋମିଟର ପର ଆୱାର ନେଇଥାନ୍ତେ ତାହେଲେ ଏଇଟା କଣ ଡିଷ୍ଟାନ୍ସ ମିଟର ଅଛି ତେଣୁ ଆମେ ସ୍ପିଡ ନେଇଯିବା ମାନଙ୍କର x ମିଟର ପର ସେକେଣ୍ଡ ଇଏ କଣ କରୁଛି ନା ଗୋଟେ ଇଲେକ୍ଟ୍ରିକ ଖୁଣ୍ଟକୁ ପାର କରୁଛି ହେଲା ଏଇଟା ଗୋଟେ ଇଲେକ୍ଟ୍ରିକ ଖୁଣ୍ଟ नो ଏଣ୍ଟ୍ରି ବୋର୍ଡ ଇଏ ଗୋଟେ ଇଲେକ୍ଟ୍ରିକ ଖୁଣ୍ଟକୁ କେତେ ସେକେଣ୍ଡରେ ପାର କରୁଛି ନା 12 ସେକେଣ୍ଡରେ ପାର କରୁଛି ହେଲା ଏବେ ସ୍ପିଡ ବାହାର କର ତାହେଲେ ସ୍ପିଡ ଇଜ ଇକ୍ୱାଲ ଟୁ କେତେ ହବ डिस्टेंस अपन टाइम डिस्टेंस केते 180 बाय केते टाइम टाइम केते 12 ହେଲା ଏଟା 12 କାଟିଲେ କେତେ 15 15 ମିଟର पर सेकंड ହେଲା ସ୍ପିଡ ତାହେଲେ କେତେ ହେଲା 15 ମିଟର पर सेकंड ତାପରେ क्वेश्चन କଣ ଦେଇଛି ନା ସେଇ ଏକା ଟ୍ରେନ ହେଲା ତାର ଲେନ୍ଥ କେତେ 180 ମିଟର ଆମେ ସ୍ପିଡ କେତେ ବାହାରିଲା ନା 15 ମିଟର पर सेकंड ଏକ ପ୍ଲାଟଫର୍ମ କୁ ପାର କରିବ ଏଟା ଗୋଟେ ପ୍ଲାଟଫର୍ମ ଷ୍ଟେସନ ହେଲା ଏ ଷ୍ଟେସନ କୁ ପାର କରିବ କେତେ ନା 24 ସେକେଣ୍ଡ ଷ୍ଟେସନ ଲେନ୍ଥ କେତେ ଜାଣିନା ନାହିଁ ଷ୍ଟେସନ ଲେନ୍ଥ ନେଇଯାଅ y ମିଟର ମାନଙ୍କରେ टाइम केते 24 सेकंड तो बाहर करो ताने 24 इज इक्वल डिस्टेंस अपन स्पीड टाइम इज इक्वल डिस्टेंस अपन स्पीड एडी केते डिस्टेंस 180 मीटर मिश्रण y बाय 15 ହେଲା ଏଟା ଦେଖ ଏଟା କିନ୍ତି କରିବା ଦେଖ ଏଠି 12 into 15 ହେଲା into 2 କରିଦିଅ ଏଟା ମାଇନସ 180 ହେଲା ମିଶ୍ରଣ ଇଜ ଇକ୍ୱାଲ ଟୁ କେତେ ହେଇଯିବ y ଏଟା ଗୁଣିଲେ କେତେ ନା 15 12 180 ଦୁଗୁଣେ 360 ମାଇନସ 180 ହେଲା ଇଜ ଇକ୍ୱାଲ ଟୁ କେତେ y ତାହେଲେ y ଇଜ ଇକ୍ୱାଲ ଟୁ କେତେ ହବ 180 ପ୍ଲାଟଫର୍ମ ଲେନ୍ଥ କେତେ 180 ମିଟର ଅପସନ ବି ଲାଷ୍ଟ क्वेश्चन ଦେଖିବା ଏଟା ଏଟା କଣ ଲେଖା ହେଇଯାଇଛି ବୋଧେ ଭୁଲ ଅଛି last question देखिए the difference between the simple interest and the compound interest on a sum of 10% per annum for 2 years is 64 10% ବାର୍ଷିକ ସୁଧ ହାରରେ 2 ବର୍ଷ ପାଇଁ ଗୋଟିଏ ରାଶି ଉପରେ ସରଳ ସୁଧ ଏବଂ ଚକ୍ରବୃଦ୍ଧି ସୁଧର ତଫାତ୍ 64 ମୂଳଧନ କେତେ ହେଲା ପ୍ରିନ୍ସିପାଲ କେତେ
ଦେଖ 10% ଏଟା କେମିତି କରିବା, ଏଟା ମୁଁ କହିଥିଲି ଟ୍ରିକ୍ ହେଲା। କେମିତି କରିବା ଏଟା, 10% ବାର୍ଷିକ ସୁଧ ହାରରେ 2 ବର୍ଷ ପାଇଁ ଗୋଟିଏ ରାଶି ଉପରେ ସରଳ ସୁଧ। ଆଗ ଏସ୍ଆଇ ବାହାର କର। ଏସ୍ଆଇ ବାହାର କରିବା ରେଟ୍ କେତେ ଦେଇଛି 10%, ଟାଇମ ଦେଇଛି 2 ଇୟର। ଏସ୍ଆଇ କେତେ ହବ 80%, ମାନେ ରେଟ୍ ଇଣ୍ଟୁ ଟାଇମ ପରସେଣ୍ଟ ଇଜିକାଲ୍ ଟୁ କେତେ ହବ ନା 10 ଇଣ୍ଟୁ 2 ଇଜିକାଲ୍ ଟୁ 20%। ହେଲା, ଏଟା ହଉଛି ଏସ୍ଆଇ। ଆଉ ସିଆଇ କେମିତି ବାହାର କରିବା 2 ବର୍ଷର, ନା 10 ମିଶ୍ରଣ ସକ୍ସେସିଭ ଥର ଲେଖିଦବା। ଏଟା ହେଇଯିବ 21। ହେଲା, ତାଙ୍କ ଭିତରେ ଡିଫରେନ୍ସ କେତେ, ତଫାତ୍ ମାନେ ଡିଫରେନ୍ସ କେତେ ନା 64। ତାମାନେ ସିଆଇ ମାଇନସ ଏସ୍ଆଇ ଇଜିକାଲ୍ ଟୁ କେତେ 64। ହେଲା, ତାହେଲେ 1% ର ଭାଲ୍ୟୁ ହବ କେତେ 64। ପଚାରୁଛି କେତେ, ମୂଳଧନ ସବୁବେଳେ ପି ସବୁବେଳେ 100%, ହଁ ନା ନାଇଁ। 100% ର ଭାଲ୍ୟୁ କେତେ ହବ ଜାଣିସାରିବଣି ତମେ, 64 ଇଣ୍ଟୁ 100। ହେଲା, କୋଉଟା ଅପସନ୍ ସି। ହେଲା, ସୋ ଆଜିର ଲେକ୍ଚର ଏତିକି ଥିଲା। ହେଲା, ଥ୍ୟାଙ୍କ ୟୁ ଫର ୱାଚିଂ। ଭାବୁଛି ସମସ୍ତେ ଆଜି ବୁଝିପାରୁଥିବ, ଯୋଉଟା ବି ଡାଉଟ୍ ଥିବ ଏଇଟା କମେଣ୍ଟ ବକ୍ସରେ ଜଣେଇବ। ହଁ, ଆଉ ପ୍ରତି ଲେକ୍ଚର ପିଡିଏଫ୍ ମଧ୍ୟ ମୁଁ କଣ ଡେସ୍କ୍ରିପସନ ଲିଙ୍କ ଦେଇଦେବି, ତମେ ଚାହିଁଲେ ଡାଉନଲୋଡ୍ କରିପାରିବ ଯୋଉମାନଙ୍କୁ ଦରକାର ଅଛି। ହେଲା, ଘରେ ବସିକି ପ୍ରାକ୍ଟିସ୍ କରିପାରିବ, ପ୍ରାକ୍ଟିସ୍ ମଧ୍ୟ କରିପାରିବ। ଆଉ ଆଜିର ସେକ୍ସନ ବି କେମିତି ଲାଗିଲା ଜଣେଇବ। ଆଉ ଭିଡିଓ କଣ ଲାଇକ୍ କରିବ, ସେୟାର ମଧ୍ୟ କରିବ, ଚ୍ୟାନେଲକୁ ସବସ୍କ୍ରାଇବ ମଧ୍ୟ କରିବ। ଆଉ ଆମେ 20ଟାରୁ 25ଟା ଲେକ୍ଚର କରିବା। ହେଲା, ଯଦି ତମେ 20ଟାରୁ 25ଟା ଖଣ୍ଡେ ଯଦି ଲେକ୍ଚର ତମେ ସୁବିଧା ଯଦି ଦେଖିକି ଯାଉଛ ଭଲରେ, ପ୍ରାକ୍ଟିସ୍ ବି କରିକି ଯାଉଛ, ତାହେଲେ ତମେ ସବୁ ଯାକ ଏସ୍ଆଇ ଏକ୍ଜାମରେ ତମେ ସବୁ ଯାକ ଅକ୍ଟୋବର ସୁଦ୍ଧା ତମର ଏକ୍ଜାମ ହେଇଯିବ। ହେଲା, ଅକ୍ଟୋବର ସୁଦ୍ଧା ଏସ୍ଆଇ ରେ ତମେ ଯେତିକ ବି ମ୍ୟାଥ କୋଶ୍ଚିନ୍ ପଡିବ, ହେଲା, ସବୁ ଯାକ ତମେ ଠିକ କରିକି ଆସିବ। ହେଲା, ଗୋଟେ ବି ବାହାରେ ଆସିବନି, ସବୁ ଯାକ ଯେତିକି ମୁଁ କରିବି ସେତିକି ଭିତରେ ହିଁ ଆସିବ। ହେଲା, ରହୁଛି, ନେକ୍ସଟ ଭିଡିଓରେ ଦେଖା ହବ।